Hello everyone and welcome to our channel. ଜଳ ବିହୁନେ ସୃଷ୍ଟି ନାଶ ଜଳ ବହୁଳେ ସୃଷ୍ଟି ନାଶ ସବୁବେଳେ ଆମେ ଶୁଣି ଆସିଛେ ବାପା ମା ମାନେ ଘରେ କୁହନ୍ତି, କିନ୍ତୁ ତାର ପ୍ରକୃତ ଅର୍ଥ କଣ? ଯୋଉ ବର୍ଷ ବର୍ଷା ଭଲସେ ନହେଲା ତ ମରୁଡି ପଡିବ। ଆଉ ଯଦି ମରୁଡି ପଡିଲା ଆମେ ଜାଣିଛେ ଖାଦ୍ୟ ଶସ୍ୟ ଭଲସେ ଉତ୍ପାଦନ ହେଇପାରିବନି, ଯାହା ଫଳରେ ଭୋକ ବିକଳରେ ଆମେ ମରିବା। ଆଉ ଯଦି ଜଳର ଆଧିକ୍ୟ ଆସିଯିବ ତାହେଲେ କଣ ହବ? ତାହେଲେ ନଈ ବଢି ହେଇଯିବ। ନଈ ବଢିରେ ଆମେ ଜାଣିଛେ ଯେମିତି ବର୍ତ୍ତମାନ ଟାଇମରେ ତୁମେ ୟୁଟ୍ୟୁବରେ ଦେଖିପାରୁଥିବ ବା ନ୍ୟୁଜ ଚ୍ୟାନେଲରେ ଦେଖିପାରୁଥିବ, ଅଳକାନନ୍ଦାରେ ଆସିଛି ମାନେ ଭୟଙ୍କର ଜଳସ୍ରୋତ, ମାନେ ଏତେ ପରିମାଣରେ ବର୍ଷା ହେଇକରି ସେଠି ନଈ ବଢି ଦେଖାଯାଉଛି। ଆଉ କର୍ଣ୍ଣାଟକର ଯୋଉଟା ମୁଁ କହୁଥିଲି ବୃଷ୍ଟି ଛାୟା ଅଞ୍ଚଳ, ସେଇ ଅଞ୍ଚଳରେ ପାଣି ଦେଖା ନାହିଁ। କିନ୍ତୁ କର୍ଣ୍ଣାଟକର ଯୋଉଟା ବୃଷ୍ଟି ବହୁଳ ଅଞ୍ଚଳ, ମାନେ ପଶ୍ଚିମ ଘାଟ ପର୍ବତମାଳାର ବାଁ ପଟେ, ସେପଟେ ବର୍ଷା ଦେଖାଯାଉଛି ଠିକ ସେ। ତ ଏଇଭଳିଆ ବିଭିନ୍ନ ପ୍ରକାର ସମସ୍ୟା ଆମେ ଦେଖିପାରୁଛେ। ଜଳ ହଉଛି ପ୍ରକୃତିର ଗୋଟିଏ ଅମୂଲ୍ୟ ଉପହାର। ଆଜି ମୁଁ ଗୋଟେ ଡିଫରେଣ୍ଟ ଫଣ୍ଟ ଟ୍ରାଏ କରିଛି। ସବୁବେଳେ ଅନେକ ଓଡିଆ ଫଣ୍ଟ ଟ୍ରାଏ କରେ, ଆଜି ଟିକେ ଡିଫରେଣ୍ଟ ଫଣ୍ଟ ଟ୍ରାଏ କରିଛି। ଭଲ ଲାଗିଲା ଯଦି ଏଇ ଫଣ୍ଟଟା ମତେ କହିବେ। ଫଣ୍ଟ ମାନେ ଏଇ ଯୋଉ ଓଡିଆ ଯୋଉ ଦେଖା ହଉଛି ଅକ୍ଷର ଗୁଡାକ ଟିକେ ଅଲଗା ଅକ୍ଷର ରହୁଛି। ଯଦି ଭଲ ଲାଗିଲା ମତେ କହିବ ଏଇଟା। ଓକେ, ସୋ ଜୀବନର ସୃଷ୍ଟି ଏବଂ ବିକାଶ ପାଇଁକା ଜଳ ନିହାତି ଆବଶ୍ୟକ। ଜଳ ବିନା ଜୀବନର ଆମେ କଳ୍ପନା ବି କରିପାରିବାନି। ବିକଜ ଫାଷ୍ଟ ଯୋଉ ଜୀବନ ସୃଷ୍ଟି ହେଇଥିଲା ଜଳରୁ ହିଁ ସୃଷ୍ଟି ହେଇଥିଲା। ଯୋଉ ବ୍ୟାକ୍ଟେରିଆ ସେଲ୍ସ ଆମେ କହୁଛେ ଜଳରୁ ସୃଷ୍ଟି ହେଇଥିଲେ। ଏକକୋଷୀୟ ଜୀବ ଫାଷ୍ଟ ଜଳରୁ ହିଁ ସୃଷ୍ଟି ହେଇଥିଲା। ତାପରେ ଧୀରେ 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 ତାର ଜୈବ ବିବର୍ତ୍ତନ ଘଟିବା, ଇଭଲ୍ୟୁସନ ଘଟିକିରି ବର୍ତ୍ତମାନ ସମୟରେ ଆମେ ଦେଖିପାରୁଛେ ଏଇ ଚାରି ଗୋଡିଆ ମଣିଷ, ଯୋଉ ଦି ଗୋଡିଆ ମଣିଷ ଦେଖୁଛେ କି ଚାରି ଗୋଡିଆ ଜୀବ ଦେଖୁଛେ କି ଯାହା ବି ସବୁ ଦେଖୁଛେ। ତେଣୁକରି ପ୍ରଥମେ ପୃଥିବୀର ସୃଷ୍ଟି ଜୀବନ ଜଳରେ ହିଁ ହେଇଛି। ଆଉ ମାନବର ସଭ୍ୟତା ଯଦି ଦେଖିବା, ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ ଯୋଉଟା ତୁମେ କହୁଛ ସିନ୍ଧୁ ସଭ୍ୟତା, ସିନ୍ଧୁ ସଭ୍ୟତା ଆମର ସିନ୍ଧୁ ନଦୀ କୂଳରେ ଗଢି ଉଠିଥିଲା। ବା ରାବି ନଦୀ କୂଳରେ ବି ସେପଟେ ଆମର ହରପ୍ପା ସଭ୍ୟତା ଗଢି ଉଠିଥିଲା। ତାପରେ ତୁମେ କୁହ ଆମର ମେସୋପୋଟାମିଆ ସଭ୍ୟତା ବା ମିଶର ସଭ୍ୟତା ନୀଳ ନଦୀ କୂଳରେ ହେଇ ଆସିଥିଲା। ତ ଏହିପରି ଭାବରେ ବିଭିନ୍ନ ସଭ୍ୟତା ଆମେ ଦେଖୁଛେ ସବୁବେଳେ ନଈ କୂଳରେ ହିଁ ହେଇଛି। କାହିଁକି ନା ନଦୀ ସବୁ ପ୍ରକାର ସୁବିଧା ପ୍ରଦାନ କରେ। ଆମର ପିଇବା ପାଇଁକା ଯେତିକି ନଦୀ ଆବଶ୍ୟକ, ସେମିତି ଆମର ଗାଧେଇବା ପାଇଁକା, ଗମନାଗମନ ସୁବିଧା ପାଇଁକା ଜଳରେ ବିଭିନ୍ନ ପ୍ରକାର ଆମର ଟ୍ରେଡ କରିପାରୁଛେ, ବାଣିଜ୍ୟ କରିପାରୁଛନ୍ତି। ଯୋଉ ଭାସ୍କୋଡା ଗାମା ଆସିଥିଲେ ଦେଖିଛେ 1498 ଭାରତକୁ, ସେଇ ଜଳପଥରେ ହିଁ ଆସିଥିଲେ। ତେଣୁ ଜଳର ବହୁତ ଆବଶ୍ୟକତା ରହୁଛି। ସୋ କିନ୍ତୁ ପୃଥିବୀ ପୃଷ୍ଠରେ ଏଇଟା ଗୋଟେ ମାନେ ସରନ୍ତି, ମାନେ ଆକ୍ଚୁଆଲି ଅସରନ୍ତି ସମ୍ବଳ ତ ବହିରେ ଲେଖା ଯାଇଛି। ବଟ୍ ଆମେ ଯୋଉ ପିଇବା ପାଣି ଯୋଉ ଭୂତଳ ଜଳ ପିଉଛୁ ନା, ତ ଅସରନ୍ତି ସମ୍ବଳ ହେଇଥିଲେ ବର୍ତ୍ତମାନ ଟାଇମରେ ବହୁତ ମୂଲ୍ୟବାନ ତାର, ମାନେ ତମେ ସରନ୍ତି ସମ୍ବଳ କହିପାରିବ। କାହିଁକି ନା ପୃଥିବୀ ପୃଷ୍ଠର ପ୍ରାୟ 3/4 ଭାଗ ଜଳ ଦ୍ୱାରା ଆଚ୍ଛାଦିତ, କିନ୍ତୁ ମଧୁର ଜଳ ବହୁତ କମ। ତ କଣ ହଉଛି ମୁଁ ସେଟାକୁ ଏଇଠି ପିକ୍ଚରରେ ଦେଖଉଛି। ତ ଦେଖ ତୁମେ, ଟୋଟାଲ ପୃଥିବୀର ଜଳ ରହିଲା 100%, ମାନେ 97% ତ ଆକ୍ଚୁଆଲି ଆମେ ସେଇ ଅନୁସାରେ ଦେଖୁଛେ। ସରି 71%, 71% କହୁଛେ ଜଳ ଭାଗ, 29% କହୁଛେ ସ୍ଥଳ ଭାଗ। ମୁଁ ସେଇଟା କନସିଡର କରୁନି। ସେଇ ଯୋଉ 71% ଜଳ ଭାଗ ରହିଲା, ସେଇଟାକୁ ତୁମେ 100% ବର୍ତ୍ତମାନ ଧର। ମାନେ ପୃଥିବୀର ଯୋଉ 100 ଭାଗ ଜଳ ଭାଗ ରହିଲା, ଯୋଉ ଜଳ ରହିଲା 100 ଭାଗ ଜଳର ପାଖାପାଖି 97.5% ପଳଉଛି ଆମର ସମୁଦ୍ର ଜଳ, ଯୋଉଟା ଲୁଣିଆ ଜଳ। ତେଣୁ ଲବଣାକ୍ତ ଜଳ ଆମେ ବ୍ୟବହାର କରିପାରିବା ନାହିଁ। ନେକ୍ସଟ ଆସିଲେ ଫ୍ରେଶ ୱାଟର, ଯୋଉଟା ଆମେ ପିଇ ପାରିବା, ମାନେ ତା କଣ କହୁଛେ ଡ୍ରିଙ୍କିଂ ୱାଟର, ଯୋଉଟା ତମେ କହୁଛ ମଧୁର ଜଳ। ମଧୁର ଜଳ 2.5% ଓନ୍ଲି ରହିଲା। ସେ ମଧୁର ଜଳର 2.5% ର ତାର ପୁଣି କେତେ ପରସେଣ୍ଟ କୋଉଠି ରହିଲା ସେଇଟା ଦେଖ। ମଧୁର ଜଳର ପାଖାପାଖି 68% ସେଇଟା ପୁରା ଲକ୍ ହେଇକି ରହିଛି, ମାନେ ତା ଦେହରେ ହାତ ମାରିବାର ନାହିଁ। ସେଟା କୋଉଠି ରହିଲା? ଗ୍ଲାସିୟର, ମାନେ ବରଫ ଆକାରରେ ବରଫ ଆଚ୍ଛାଦିତ ହେଇକି ରହିଛି। ମେରୁ ଅଞ୍ଚଳ ଦେଖୁଛ, ଆଣ୍ଟାର୍କଟିକା ଦେଖୁଛ ବା ସୁମେରୁ ଦେଖୁଛ, ସେ ଜାଗା ରହିଛି। ତାପରେ ଗ୍ରାଉଣ୍ଡ ୱାଟର, ଯୋଉଟା ପିଇ ପାରୁଛ ପାଣିଟା, ସେଟା 30% ରହିଛି ପାଖାପାଖି। ତ ସେଇ ଯୋଉ 30% ବି ରହିଲା, ସେତକ ରହିଲା। ତାପରେ ମଣିଷ କେତିକି ଡାଇରେକ୍ଟଲି ଆକ୍ସେସ କରିପାରୁଛି, କାହିଁକିନା ଭୂତଳ ଜଳଟାକୁ ତ ତମେ ବୋରୱେଲ ଧରିକିରି ବାହାରକୁ କାଢୁଛ, କିନ୍ତୁ ଆଉ ଯୋଉ ରହିଲା ଓନ୍ଲି 0.9% ରହୁଛି ମଣିଷ ମାନଙ୍କ ପାଇଁକା ଆକ୍ସେସିବୁଲ, ମାନେ ଆମେ ସହଜରେ ପାଇପାରୁଛେ। କଣ? ହ୍ରଦରେ ପାଇଲେ, ମାଟିରେ ପାଇଲେ, ତାପରେ
ବିଭିନ୍ନ ଜଳୀୟ ଅଞ୍ଚଳ ଯେମିତି ରହିଲା ଆଟମୋସ୍ଫେରିକ ୱାଟର ମାନେ ବାୟୁମଣ୍ଡଳ ଯୋଉଟା ରହିଲା। ତ ତୁମମାନେ ଏଠି କଣ ଦେଖିଲ ନା ଯୋଉ ଆମକୁ 100% ଯଦି ପୃଥିବୀର ଟୋଟାଲ ପାଣିର ପରିମାଣ ହୁଏ ତା ଦେହରୁ ପାଖାପାଖି 97 ତମର ପଳେଇଲା କୁଆଡେ ନା ସମୁଦ୍ରକୁ, ଏ ଲୁଣିଆ ଜଳ। ତାପରେ ରହିଲା ପାଖାପାଖି 3 ମାନେ 97.5 2.5 ଏଇଭଳିଆ ଅଛି। ତ ଯୋଉ 3 ରହିଲା ଏତିକି ରହିଲା ମଧୁର ଜଳ, ଆଉ ସେଇ 3 ର ମାନେ ଯୋଉ 2.5 ର ପାଖାପାଖି 1.6 ପଳେଇଲା କୁଆଡେ ଆମର 1.6 ଆମର ପଳେଇଲା ଏଇ ଯୋଉ ବରଫରେ ଜମା ହେଇକି ରହିଛି। ତେଣୁକରି 2.5 ଅନୁସାରେ 0.9 ଓନ୍ଲି ରହିଲା ଆମ ମଣିଷ ପାଇଁକା ଡାଇରେକ୍ଟଲି ଆମେ ପାଇପାରୁଛେ। ଓକେ 1.6 ରହିଲା ସରି ବରଫ ଆଉ ଭୂତଳ ଜଳ। ତେଣୁ ଏଇ ଯୋଉ ଆମର ନଦୀ ରହିଲା ଆଉ ବାୟୁମଣ୍ଡଳରେ ଜଳ ରହିଲା ହ୍ରଦ ରହିଲା ଏଇ ସବୁର ଜଳ ମିଶେଇକିରି ପାଖାପାଖି 0.9% ମାତ୍ର ଡାଇରେକ୍ଟଲି ଆମର ବ୍ୟବହାର ପାଇଁ ଅଛି। ଆଉ ଏଇ ଯୋଉ ଜଳ ରହିଲା ସେ ଜଳ କଣ ହଉଛି ନା ନିରନ୍ତର ନବୀକରଣ ଏବଂ ଭରଣା ହେଉଥିବାରୁ ଜଳକୁ ଆମେ ଅସରନ୍ତି ବା ନବୀକରଣ ଯୋଗ୍ୟ ସମ୍ବଳ କହୁଛେ। ତ ଅସରନ୍ତି ସମ୍ବଳ କଣ ପାଇଁ କହିଲେ ନା ପ୍ରତିବର୍ଷ ଆମେ ଜାଣିଛେ ଯେତିକି ପାଣି ଆମର ଗରମ ମାନେ ଯୋଉ ବାଷ୍ପୀଭବନ ପ୍ରକ୍ରିୟାରେ ଯାଉଛି ସେତିକି ପାଣି ଆମର ପରେ ପୁଣି ରିଟର୍ନ ହଉଛି। ରିଟର୍ନ କେମିତି ହଉଛି ନା ବର୍ଷା ହେଇକିରି ରିଟର୍ନ ହଉଛି। ତ ତମେ ଛୋଟବେଳେ ଏପର୍ଯ୍ୟନ୍ତ ପଢି ଆସୁଛ ଜଳଚକ୍ର ତମେ କେମିତି ପଢିଥିବ ନା ପାଣି ନଦୀରୁ ଗଲା, ନାଳରୁ ଗଲା, ସମୁଦ୍ରରୁ ଗଲା, ସବୁ ଜାଗାରୁ ପାଣି ଉପରୁ ଗରମ ହେଇଗଲା, ତାପରେ ସୂର୍ଯ୍ୟ କଣ ଗଲେ ସୂର୍ଯ୍ୟ ତାପରେ ଗରମ ହେଇଗଲା, ତାପରେ ବାୟୁମଣ୍ଡଳରୁ ଗଲା ଥଣ୍ଡା ହେଇକିରି ସେଇଟା ତଳକୁ ପୁଣି ବର୍ଷିଲା ଘନୀଭୂତ ହେଇକି। ତ ସେଇ ଏକ୍ସାକ୍ଟ ପ୍ରୋସେସ ଏଠି ଲେଖା ହେଇଛି ଦେଖ, ବରଫ ହେଲା, ସମୁଦ୍ର ହେଲା, ତ ଏମିତି ଭାବରେ ଆମର ଏଭାପୋରେସନ ବା ବାଷ୍ପୀଭବନ ହେଇକିରି ପାଣିଟା ଉପରକୁ ଯାଏ ଏବଂ ବାଦଲ ହେଇକିରି ବାଦଲ ଏମିତି ଆଡେ ସାଡେ ବୁଲେ ଘନୀଭୂତ ହେଇକିରି ଯୋଉଠି ଥିବ ପାହାଡିଆ ଅଞ୍ଚଳ ଦେଖିକିରି ବା ଅଲଗା ଜାଗା ଦେଖିକିରି ସେଠି ମାଡ ହେଇକିରି ନର୍ମାଲି ଆମର ପଡେ ତଳକୁ ପ୍ରେସିପିଟେସନ ଆକାରରେ ବା ବର୍ଷା ଆକାରରେ ପଡେ ଏବଂ ସେ ବର୍ଷା ଚାରିଆଡେ ଯାଏ, ପୁଣି ମାଟି ତଳକୁ ପାଣି ଯାଏ, ପୁଣି ଚାରିଆଡେ ଯାଏ। ତେଣୁ ଏହିପରି ଭାବରେ ଆମେ ଏପର୍ଯ୍ୟନ୍ତ ଦେଖି ଆସୁଛେ। ତ ଜଳର ଆବଶ୍ୟକତା ବର୍ତ୍ତମାନ ସମୟରେ କଣ ରହୁଛି? ତମେ ଯାହା ଭାଇପାର, ତମେ ଡ୍ରେସ ସଫା କରୁଛ, ଗାଧେଇବା ପାଇଁକା ବ୍ୟବହାର କରୁଛ, ଖାଦ୍ୟ ରାନ୍ଧିବା ପାଇଁ ବ୍ୟବହାର କରୁଛ, ତାପରେ ତମେ ବ୍ୟବହାର କରୁଛ କଣ ନା ବିଭିନ୍ନ ପ୍ରକାର ଯେମିତି ଶିଳ୍ପ ହେଲା, ସବୁ ଶିଳ୍ପ ଗୁଡାକରେ ବ୍ୟବହାର କରାଯାଉଛି। ଜଳ ବିଦ୍ୟୁତ କେନ୍ଦ୍ରରେ ଆମେ ତା ଦେହରୁ ବିଦ୍ୟୁତ ବାହାର କରୁଛେ, ଆଉ ମେସିନ ଗୁଡାକ ଥଣ୍ଡା ରଖିବା ପାଇଁକା ବ୍ୟବହାର କରାଯାଉଛି କଳକାରଖାନାରେ। ଆଜିକାଲି ଯୋଉ ଡାଟା ସେଣ୍ଟର ତୁମେ ଦେଖୁଛ, ଡାଟା ସେଣ୍ଟରରେ ମୁଁ ତ କହିବି ଆଗକୁ କେମିତି ଆମର ଜଳର ମିସୟୁଜ ହଉଛି ବର୍ତ୍ତମାନ ସମୟରେ। ବିକଜ ପିଲା ଦେଖ ଏଇ ଯୋଉ ଭୂଗୋଳ ତମେ ପଢୁଛ ଯାହା ବହିରେ ଦେଇଛି ତା ଛଡା ଆଉ ତମକୁ ବହୁତ ଜିନିଷ ଜାଣିବାକୁ ଥାଏ। ଆମକୁ ଟ୍ରାଡିସନାଲି ଟିଚର ମାନେ କଣ ନା ଯେତିକି ବହିରେ ଦେଇଥାଏ ସେତିକି ପଢେଇ ଦେଇକି ଚାଲିଥାନ୍ତି, କିନ୍ତୁ ସେମିତି ହୁଏ ନାହିଁ। ବିକଜ ଭୂଗୋଳ ତମେ ଡାଇରେକ୍ଟଲି ଯେମିତିକି ବର୍ତ୍ତମାନ ଏଇ ବର୍ଷ ଏଲନିନୋ ତୁମେ ଦେଖୁଛ, 2026 କଥା କହୁଛି। ତ ଏଲନିନୋ ତୁମେ ଯଦି ଦେଖୁଛ ତ ଏଲନିନୋର ଆଫେକ୍ଟ ଟ୍ରାଡିସନାଲି କଣ ରହିଛି ତମେ ଖାଲି ଥିଓରି ଦେଖିଦେଲେ ହବନି। ଏ ବର୍ଷ ସେଟା କଣ ତା ଦେହରେ ଡିଫରେନ୍ସ ଆଉ କଣ ଆସିଛି, ୟୁରୋପରେ କାହିଁକି ଏତେ ଗରମ ହଉଛି, ତ ଏଇ ସବୁ ଇଭେଣ୍ଟ ଗୁଡାକ ତୁମେ ରେଗୁଲାରଲି ଟଚ୍ ଅଫ୍ ରହିବା ଦରକାର ଏବଂ ଏଗୁଡାକ ଥିଓରି ଗୁଡାକୁ ଡାଇରେକ୍ଟଲି ଆପ୍ଲାଏ କରିବା ଦରକାର କି ହଁ ମୁଁ ଏଇଟା ବହିରେ ପଢିଥିଲି ଏବଂ କେମିତି ଭାବରେ ବର୍ତ୍ତମାନ ସମୟରେ ମୁଁ ତାକୁ ରିଲେଟ କରିପାରୁଛି ବିଶ୍ୱ ମାନେ ଭୌଗୋଳିକ ସମସ୍ୟା ସହିତ। ଠିକ ଅଛି, ସୋ କିଛି ମୁଖ୍ୟ ବିବରଣୀ ବାସ୍ତବ ତଥ୍ୟ ଯାହା ତୁମ ବହି ଭିତରେ ଦେଇଛି। ଜୀବ ଶରୀରରେ ପାଖାପାଖି 65% ଆମର ଜଳ ଥାଏ। ଉଦ୍ଭିଦ ଶରୀରରେ ପ୍ରାୟ 65% ରୁ 99% ପର୍ଯ୍ୟନ୍ତ ଜଳ ରହିଥାଏ। ପୃଥିବୀ ପୃଷ୍ଠରେ ଥିବା ସମୁଦ୍ର ଜଳରାଶିର ପ୍ରାୟ 97% ଭାଗ ସାଗର ମହାସାଗର, 3% ଭାଗ ମଧୁର ଜଳ ଯୋଉଟା ତମକୁ ଦେଖଉଥିଲି। ମଧୁର ଜଳରୁ ପ୍ରାୟ 70% ଭାଗ ବରଫ ଏବଂ ହିମବାହ ଆକାରରେ ରହିଛି, ଆଉ 30% ରୁ କମ ଭାଗ ଭୂଗର୍ଭ ଜଳ ରୂପେ ସଞ୍ଚିତ ହୋଇ ରହିଛି। ଆଉ ଯୋଉ ବୃଷ୍ଟିପାତ ହଉଛି ପୃଥିବୀ ପୃଷ୍ଠରେ ଯେତିକି ବୃଷ୍ଟିପାତ ହୁଏ ତାର 4% ଭାଗ ମାତ୍ର ଭାରତ ପାଇଥାଏ। ତ ଯୋଉ 4% ଭାଗ ମାତ୍ର ଭାରତ ପାଇଲା, ତେଣୁ ବାର୍ଷିକ ମୁଣ୍ଡ ପିଛା ମିଳୁଥିବା ଜଳର ପରିମାଣ ଅନୁସାରେ ସମଗ୍ର ପୃଥିବୀରେ ଭାରତର ସ୍ଥାନ ହଉଛି 133ତମ ସ୍ଥାନରେ ଅଛି। ମାନେ ଏତେ ବଡ ଦେଶ ହେଇଛେ କିନ୍ତୁ ଯୋଉ ଜଳ ଆମକୁ ମିଳୁଛି ପ୍ରତିବର୍ଷ ବର୍ଷା ଆକାରରେ କେତେ କମ ପରିମାଣରେ ଆମକୁ ମିଳୁଛି। ସ୍ୱାଧୀନତା ସମୟରେ 1947 ମସିହାରେ ମୁଣ୍ଡ ପିଛା ମିଳୁଥିବା ଜଳର ପରିମାଣ ଅନୁସାରେ
ସରି ସ୍ୱାଧୀନତା ସମୟରେ ମୁଣ୍ଡ ପିଛା ବାର୍ଷିକ ଜଳ ଉପଲବ୍ଧତା 5000 ଘନମିଟର ରୁ ଅଧିକ ଥିଲା ବେଳେ ବର୍ତ୍ତମାନ ସେଇଟା ହ୍ରାସ ପାଇକି 1400 ଘନମିଟରରେ ପହଞ୍ଚିଛି। ମାନେ ସେତେବେଳେ ଏନଫ୍ ଆମାଉଣ୍ଟ ଅଫ୍ ୱାଟର ଥିଲା। ତୁମେ ବାପା ଜେଜେଙ୍କୁ ପଚାରିବ ସବୁବେଳେ ନଦୀରେ ପାଣି ରହୁଥିଲା, ଆରାମରେ ସେମାନେ ଗାଧେଇ ପାରୁଥିଲେ, ପାଣିର କେବେ ସଙ୍କଟ ସେମାନେ କେବେ ଅନୁଭବ କରିନାହାନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଅନୁଭବ କରିବାକୁ ପଡୁଛି। ଆଉ ଯଦି ଏଇ ନମ୍ବରଟା 1000 ଘନମିଟରରୁ ଯଦି କମିଯିବ ପାଣିର ଆଭେଲେବିଲିଟି, ତାହେଲେ ଭାରତ ସମ୍ପୂର୍ଣ୍ଣ ଜଳ ଅଭାବୀ ଦେଶ ପାଲଟିଯିବ। ଏଟା ମନେ ରଖିବାର ଅଛି। ତ ତମ ବହିରେ ଗୋଟେ ଡାଟା ଦେଇଥିଲା କି ଜାତିସଂଘ 2025 ଯାଏଁ କହିଥିଲା, ଅନୁମାନ କରିଥିଲା କି ଆମର ଯୋଉ କଣ ପୃଥିବୀର ଅଧା ଲୋକ ଜଳ ସଙ୍କଟରୁ ଯାଉଥିବେ। ତ 2026 ମସିହାର ମୁଁ ସର୍ବଶେଷ ଆକଳନ ଅନୁସାରେ ଲେଖିଛି, ବର୍ତ୍ତମାନ ପୃଥିବୀର ପ୍ରାୟ 400 କୋଟି ଲୋକ, ଯାହା ସମଗ୍ର ବିଶ୍ୱ ଜନସଂଖ୍ୟାର ପ୍ରାୟ ଅଧା ଲୋକ, ବର୍ଷର କିଛି ସମୟ ଗମ୍ଭୀର ଜଳ ସଙ୍କଟ ଭୋଗୁଛନ୍ତି। ଆଉ ଏଇଟା ମାନେ ଏମିତି ନୁହଁ କି ହଁ କୁଆଡୁ କଣ ଆଣିକି ରଖା ହେଇଛି, ନାଇଁ, ଆମର ୟୁନାଇଟେଡ ନେସନର ଗୋଟେ ରିପୋର୍ଟ ବାହାରେ, ସେଇ ରିପୋର୍ଟ ଅନୁସାରେ ଏଟା ଲେଖା ହେଇଛି ଡାଟା। ଆଉ ତୁମେ ବର୍ତ୍ତମାନ ସମୟରେ ଭାରତରେ ଯଦି ଦେଖିବ, ତାମିଲନାଡୁ ଅଞ୍ଚଳ ରହିଲା, କର୍ଣ୍ଣାଟକ ଅଞ୍ଚଳ ରହିଲା, ମହାରାଷ୍ଟ୍ର ଅଞ୍ଚଳ ରହିଲା, ତାପରେ ସାଉଦର୍ନ ରିଜନ ଗୁଡା ଯୋଉଟା ରହିଲା, ଆନ୍ଧ୍ରପ୍ରଦେଶର କିଛି ଜାଗା କହିବି, ଆନ୍ଧ୍ରପ୍ରଦେଶ ତ ଭଲ ବର୍ଷା ହଉଛି, ବଟ୍ ଏଇ ସବୁ ଯୋଉ ଜାଗା କହିଲି, ଏଇ ଜାଗାରେ ଜଳ ସଙ୍କଟ ଦେଖାଗଲାଣି। ଓକେ, ଦିଲ୍ଲୀରେ ଜଳ ସଙ୍କଟ ଦେଖାଯାଉଛି। ମରୁଦ୍ୟାନ ବିଷୟରେ ଲେଖା ହେଇଛି ବହିରେ କି ଯେତୋଟି ଆମେ ଦେଖୁଛେ ମରୁଭୂମି ଅଛନ୍ତି, ସେଠି ବୃଷ୍ଟି ବିରଳ ସେମାନେ, ତ ସେଇ ଜାଗାରେ ଝର ଏବଂ ତାର ଚାରି ପାଖରେ ଖଜୁରୀ ଗଛ ଏବଂ ଗୁଳ୍ମ ଆଦି ଦେଖାଯାଉଥିବା କ୍ଷୁଦ୍ର ଅଞ୍ଚଳକୁ ମରୁଦ୍ୟାନ କୁହାଯାଏ। ତମେ ଭାବିପାରିବ ଗୋଟେ ମରୁଭୂମି ଅଛି, ତା ଭିତରେ ଗୋଟେ ଜାଗା ଥିବ ଯୋଉଠି ପାଣି ଆମକୁ ମିଳୁଥିବ, ଗୋଟେ ଝର ଆକାରରେ, ଛୋଟ ନଈ, ଛୋଟ ଗଡିଆ ଆକାରରେ ଦେଖାଉଥିବ। ତ ସେଇ ଜାଗା ପାଖାପାଖି ତମେ ଖଜୁରୀ ଗଛ ପାଇବ ଏବଂ ଛୋଟ ଛୋଟ ଗୁଳ୍ମ ଆଦି ଗଛ ଦେଖିପାରିବ, ଚିତ୍ର ଯେମିତି ଦେଖା ହେଇଛି। ଏବଂ ସେଇ ଅଞ୍ଚଳକୁ ତୁମେ କହୁଛ ମରୁଦ୍ୟାନ। ତ ଜନବିରଳ ମରୁଭୂମି ଅଞ୍ଚଳ ଭିତରେ ଏଇ କ୍ଷୁଦ୍ର ଅଞ୍ଚଳ ସାଗର ମଧ୍ୟରେ ଦ୍ୱୀପ ସଦୃଶ ଦେଖାଯାଉଥିବାରୁ ଏହାକୁ ମରୁଦ୍ୱୀପ ମଧ୍ୟ କୁହାଯାଏ। ଏଠାରେ କିଛି ଜନବସ୍ତି ଦେଖାଯିବ, ଯେହେତୁ ପାଣି ମିଳୁଛି ତ କିଛି ଜନବସ୍ତି ଦେଖାଯାଏ। ଜଳ ମିଳୁଥିବାରୁ ଏଠିକାର ଅଧିବାସୀ ମାନେ ବାଜରା ଏବଂ ଗହମ ଆଦି ଚାଷ କରନ୍ତି। ଖଜୁରୀ ଏମାନଙ୍କର ଏକ ପ୍ରଧାନ ଖାଦ୍ୟ ଅଟେ। ଜଳ ସଙ୍କଟର ସଂଜ୍ଞା କଣ ବର୍ତ୍ତମାନ ଜାଣିବା। ସ୍ୱିଡେନର ଜଣେ ବିଶେଷଜ୍ଞଙ୍କ ମତରେ କୌଣସି ଅଞ୍ଚଳରେ ବାର୍ଷିକ ମୁଣ୍ଡ ପିଛା 1000ରୁ 1600 ଘନମିଟର ଜଳ ମିଳିଥାଏ। ଯଦି ମିଳେ ତେବେ ସେଇ ଅଞ୍ଚଳରେ ଆମେ କହିପାରିବା ଜଳ ସଙ୍କଟ ଦେଖାଦେଉଛି। ଓକେ, 1000ରୁ 1600 ଘନମିଟର। ଆଉ ମୁଁ କଣ କହୁଥିଲି, ଭାରତରେ ସ୍ୱାଧୀନତା ସମୟରେ ପାଖାପାଖି 5000 ଘନମିଟର ଜଳ ଆମକୁ ସମସ୍ତଙ୍କୁ ଇଜିଲି ମିଳିପାରୁଥିଲା। ବର୍ତ୍ତମାନ ସେଟା 1000ରୁ 1600 ଘନମିଟର। ଓକେ, କିନ୍ତୁ ଯୋଉ କହୁଥିଲି ସେଟା ସବୁ ଅଞ୍ଚଳରେ ନୁହଁ, 5000 ଘନମିଟର ସବୁ ଅଞ୍ଚଳରେ ନୁହଁ। ମରୁଭୂମି ଅଞ୍ଚଳକୁ ଗଲେ ତମକୁ ସେଟା ପାଇପାରିବନି, ଆଉ ଯୋଉଠି ଜଳର ସମସ୍ୟା ଦେଖାଯାଏ ସେଇ ଅଞ୍ଚଳରେ ତ ମିଳିବନି। କିନ୍ତୁ ମୁଁ ଉପକୂଳ ଓଡ଼ିଶା କଥା କହୁଛି, ବା ଆମର ଓଡ଼ିଶା କଥା ମେନଲି ଦେଖିବ, ଓଡ଼ିଶାରେ ପ୍ରାୟ ଜାଗାରେ ଜଳ ସୁବିଧାରେ ମିଳିପାରୁଥିଲା। ଓକେ, ବର୍ତ୍ତମାନ ଜାଣିବା ଜଳାଭାବର କାରଣ ଏବଂ ଜଳ ସଂରକ୍ଷଣର ଆବଶ୍ୟକତା କଣ ରହୁଛି। ଜଳାଭାବର କାରଣ କଣ ରହୁଛି। ବର୍ଷା ଋତୁ ଆସିଲା, ଜୁନ ଜୁଲାଇ ଅଗଷ୍ଟ ସେପ୍ଟେମ୍ବର, ଏଇ ଟାଇମରେ ବର୍ଷା ହବା କଥା। ସପୋଜ ଗୋଟେ ବର୍ଷ ବର୍ଷା ଭଲସେ ହେଲା ନାହିଁ, ତ ସେଇ ଜାଗାରେ ଜଳାଭାବ ଦେଖାଯିବ। ନହେଲେ ବହୁତ ଅଧିକ ବର୍ଷା ହେଇକିରି ବନ୍ୟା ଆକାରରେ ପାଣି ପଳେଇଲା, ଆଉ ଯେତେକ ଆମର ମାନେ ବିଶୁଦ୍ଧ ଜଳ ଥିଲା ସେଇ ଅଞ୍ଚଳରେ ସେଗୁଡାକ ଦୂଷିତ ହେଇଗଲା। ବା କୌଣସି ଜାଗାରୁ କିଛି ଲିକେଜ ହେଲା, ଗୋଟେ ଫ୍ୟାକ୍ଟ୍ରି ଅଛି ପାଖାପାଖି, ସେ ଫ୍ୟାକ୍ଟ୍ରିରୁ କିଛି ଲିକେଜ ହେଇକି ପାଣି ମିଶିଗଲା ନଦୀରେ, ତାହେଲେ ଫ୍ୟାକ୍ଟ୍ରି ଜଳ ପୁରା ଦୂଷିତ ହେଇଗଲା। ତମେ ଜାଣିଛ ଆମର ଯୋଉ ସମୁଦ୍ର ଯାଏ ଦ୍ୱୀପ, ସମୁଦ୍ରରେ ଯୋଉ ଯାଆନ୍ତି ଆମର ଜାହାଜ ଗୁଡିକ ଯାଏ ଜିନିଷ ବୋହିକିରି, ସପୋଜ ପେଟ୍ରୋଲିୟମ ବା ଏମିତି କିଛି ଦ୍ରବ୍ୟ ଥାଏ ବା କୌଣସି କେମିକାଲ ତା ଦେହରେ ଥାଏ, ଆଉ ସେ ଜାହାଜ ଯଦି ବୁଡିଗଲା ସମୁଦ୍ର ଭିତରେ, ତାହେଲେ ସେ କେମିକାଲ ଲିକ୍ ହେଇକିରି ସେ ଜାଗା ପୁରା ପର୍ଯ୍ୟାବରଣକୁ ନଷ୍ଟ କରିପାରେ। ଓକେ, ତ ମୁଖ୍ୟ କାରଣ ଗୁଡିକ ଏଠି ଲେଖା ହେଇଛି। ସବୁଠାରୁ ସବୁବେଳେ ଫାଷ୍ଟ କାରଣ ମୁଁ ସବୁବେଳେ କହେ କଣ ନା, ଜନସଂଖ୍ୟା ବୃଦ୍ଧି। ଏଇ ଜିନିଷଟା ଗୋଟେ ବଡ ପ୍ରୋବ୍ଲେମ, ବିକଜ ଜନସଂଖ୍ୟା ବଢିଲା ମାନେ ଲୋକଙ୍କର ଖାଦ୍ୟ ଆବଶ୍ୟକତା ବଢିବ, ଲୋକମାନଙ୍କୁ ଭୋକ ତ ହବ ନା, ତ ଖାଇବେ। ଆଉ ଖାଇବା ପାଇଁକା ଜଳର ଚାହିଦା ମାନେ ଅଧିକ ରହିବ ନିହାତି ଭାବରେ। ମାନେ କେମିତି, ଆମେ ଯୋଉ ଚାଷ କରୁଛେ, ଗହମ ଚାଷ କୁହ, ଧାନ ଚାଷ କୁହ, ଏଗୁଡାକୁ ବହୁତ ଅଧିକ ପାଣି ଆବଶ୍ୟକ କରେ। ତେଣୁ ପଞ୍ଜାବ ହରିୟାଣା ଅଞ୍ଚଳ ଯିବ, ବର୍ତ୍ତମାନ ସମୟରେ ସେଠି ପାଣିର ଲେୟାର ବହୁତ ଖସି ଯାଇଛି। କାହିଁକି ନା ସେଠାକାର ଚାଷୀ ମାନେ, ଯୋଉ ଆମର ସବୁଜ ବିପ୍ଳବ ହେଲା,
ତାପରେ ମନ ଇଚ୍ଛା ବୋରୱେଲରେ ପାଣି ଉଠେଇକିରି ବ୍ୟବହାର କଲେ। ଆଉ ବୋରୱେଲରେ ତୁମେ ଜାଣିଛ କଣ ନା ଭୂତଳ ଜଳକୁ ହିଁ ଡାଇରେକ୍ଟଲି ବ୍ୟବହାର କରାଯାଉଛି। ଅବଶ୍ୟ ପ୍ରୋବ୍ଲେମ ଦେଖାଯିବ ହିଁ। ତେଣୁ ବର୍ଦ୍ଧିତ ଜନସଂଖ୍ୟାର କେବଳ ଘରୋଇ କାର୍ଯ୍ୟ ପାଇଁ ଜଳର ଚାହିଦା ବଢୁନାହିଁ, ବରଂ ତାଙ୍କର ଖାଦ୍ୟ ଆବଶ୍ୟକତା ପାଇଁକା ଯୋଉ ଉତ୍ପାଦନ କରୁଛେ ଆମେ ଖାଦ୍ୟ ଶସ୍ୟ, ସେଥିରେ ମଧ୍ୟ ଆମର ଜଳ ଅଧିକ ପରିମାଣରେ ଆବଶ୍ୟକ ରହୁଛି। ତେଣୁ ଶୁଷ୍କ ଋତୁରେ ଚାଷ କାର୍ଯ୍ୟ କରିବା ପାଇଁ ଜଳର ଚାହିଦା ବହୁତ ବଢି ଯାଉଛି। ବର୍ତ୍ତମାନର ତଥ୍ୟ ଅନୁସାରେ ଭାରତର ସମୁଦାୟ ବ୍ୟବହାର ଯୋଗ୍ୟ ମଧୁର ଜଳର 95% ରୁ 90% ଭାଗ କେବଳ କୃଷି କ୍ଷେତ୍ରରେ, ବିଶେଷ କରି ଧାନ ଏବଂ ଆଖୁ ଚାଷରେ ବ୍ୟବହୃତ ହେଉଛି। এই ইনফরমেশন ତମ ବହିରେ ନାହିଁ। ଭୂଗର୍ଭ ଜଳର ଅତ୍ୟଧିକ ଶୋଷଣ। ଆଜିକାଲି ଲୋକ କଣ କରୁଛନ୍ତି ନା ଅଧିକ ଅମଳ ଆଶାରେ ନିଜ କୃଷି କ୍ଷେତ୍ରରେ ବ୍ୟକ୍ତିଗତ ନଳକୂଅ ବା କୂପ, ଯୋଉ ବୋରୱେଲ ଆମେ କହୁଛେ ବା ଟ୍ୟୁବୱେଲ କହୁଛେ, ସେଗୁଡିକ ସ୍ଥାପନ କରୁଛନ୍ତି। ଏହା ଦ୍ୱାରା ସେମାନେ ଅଧିକ ଫସଲ ତ ଅମଳ କରୁଛନ୍ତି, କିନ୍ତୁ ସାଧାରଣତଃ ଆମେ କଣ ଜାଣିଛେ ନା ଭାରତରେ କୃଷକ ମାନେ ଯୋଉମାନେ ରହୁଛନ୍ତି ସେତେ ଅଧିକ ତାଙ୍କର ଟେକ୍ନୋଲୋଜିକାଲ ନଲେଜ ବେଶୀ ନଥାଏ, ବା ସେମାନଙ୍କର ଅଧିକ ଶିକ୍ଷା ସେତେ ଅଧିକ ଉନ୍ନତ ଅବସ୍ଥାରେ ନଥାଏ ତାଙ୍କର। ତେଣୁକରି ସେମାନେ ଜଳର ମହତ୍ଵଟାକୁ ବୁଝନ୍ତି ନାହିଁ। ତେଣୁ ସେମାନେ କଣ କଲେ ନା ନଳକୂପ ମନ ଇଚ୍ଛା ବ୍ୟବହାର କଲେ ଏବଂ ପାଣି ଅନବରତ ଆମର ଛାଡି ଚାଲିଲେ, ଯାହା ଫଳରେ ଫସଲ ବଢି ଚାଲିଲା, କିନ୍ତୁ ଭୂଗର୍ଭ ଜଳସ୍ତର ହ୍ରାସ ପାଇଲା। ସେଥିପାଇଁ ପଞ୍ଜାବ ହରିୟାଣା ଅଞ୍ଚଳରେ ଭୂଗର୍ଭ ଜଳସ୍ତର ବହୁତ ତଳେ ଅଛି। ଏହା ଦ୍ୱାରା କଣ ହବ ନା ଭବିଷ୍ୟତରେ ଜଳର ଉପଲବ୍ଧତା କମିଯିବ ଏବଂ ଦେଶରେ ଖାଦ୍ୟ ସୁରକ୍ଷା ବିପନ୍ନ ହେବ। ଆଉ ସର୍ବଶେଷ ବିଶ୍ୱ ରିପୋର୍ଟ ଅନୁସାରେ ସମଗ୍ର ବିଶ୍ୱର ପ୍ରାୟ 25% ଭୂଗର୍ଭ ଜଳ କେବଳ ଭାରତ ଉତ୍ତୋଳନ କରୁଛି, ଯାହା ପୃଥିବୀରେ ସର୍ବାଧିକ। ନେକ୍ସଟ ପଏଣ୍ଟ ରହିଲା ଦ୍ରୁତ ଶିଳ୍ପାୟନ ଏବଂ ବହୁରାଷ୍ଟ୍ରୀୟ କମ୍ପାନୀ। ତୁମେ ଦେଖ ଜଳ କ୍ଷେତ୍ରରେ ଯଦି ସବସିଡି ମିଳିଲା, ଯୋଉ ରାଜ୍ୟରେ ମିଳିଲା ସେଇ ଜାଗାରେ ଯାଇକି ବହୁତ ଫ୍ୟାକ୍ଟ୍ରି ଆମର ବସିବ। ବର୍ତ୍ତମାନ ସମୟରେ ଗୋଟେ ପ୍ରୋବ୍ଲେମ ବାହାରିଛି କଣ ନା ଇଥାନଲ, ଆମର ସମସ୍ତେ ଦେଖୁଛେ 20% ଇଥାନଲ ଗାଡିରେ ପଡୁଛି, 20% ଇଥାନଲ ମିଶ୍ରିତ ପେଟ୍ରୋଲ ଗାଡିରେ ପଡୁଛି। ସେ ଯୋଉ ଇଥାନଲ ତିଆରି ହଉଛି, ଇଥାନଲ କୋଉଥିରେ ତିଆରି ହୁଏ? ଆମର ଯୋଉ ଧାନ ରହିଲା, ଗହମ ରହିଲା, ଆଖୁ ରସ ରହିଲା, ସେଗୁଡାକରୁ ଆମର ତିଆରି ହଉଛି ଇଥାନଲ। ଓକେ, ତ ଏଇ ଯୋଉ ଇଥାନଲ ଫର୍ମେଣ୍ଟେସନ ହଉଛି, ବହୁ ପରିମାଣରେ ସେଠି ଜଳର ଆବଶ୍ୟକତା ରହିଛି। ମାନେ ଗୋଟେ ଲିଟର ଯଦି ଇଥାନଲ ପକଉଛ, ମାନେ ତିଆରି କରୁଛ, ତା ପାଇଁ ପାଖାପାଖି 1000 ଲିଟରର ତୁମକୁ ପାଣି ନଷ୍ଟ କରିବାକୁ ପଡୁଛି। ଆଉ ଏଇ ଜଳ ତ ଏମିତି ନୁହଁ ନା ଭାଇ, ମାନେ ଗୋଟେ ଲିଟର ତ ବନଉନାହାନ୍ତି ଇଥାନଲ, ଲକ୍ଷ ଲକ୍ଷ ଲିଟର। ତ ଏତେ ଲିଟର ଯୋଉ ବନଉଛନ୍ତି ଇଥାନଲ, ତାହେଲେ କେତେ ହଜାର ହଜାର ଲିଟର ଆମର ଜଳ ନଷ୍ଟ କରୁଛନ୍ତି ମାନେ ତୁମେ ବୁଝିପାରୁଥିବ। ସେମିତି ଶିଳ୍ପାୟନ ଯେହେତୁ ବଢି ଚାଲିଛି, ବଡ ବଡ ଦେଶୀୟ ଉଦ୍ୟୋଗ ସହିତ ବହୁରାଷ୍ଟ୍ରୀୟ କମ୍ପାନୀ ଗୁଡିକର ପ୍ରତିଷ୍ଠା ଯୋଗୁଁ ଜଳ ସମ୍ବଳ ଉପରେ ଚାପ ପଡୁଛି। ଯୋଉ ଆମର କଳକାରଖାନା ଗୁଡିକ ରହିଲେ, ସେମାନେ କଣ କରୁଛନ୍ତି ନା ଜଳକୁ ତ ଡାଇରେକ୍ଟଲି ବ୍ୟବହାର କଲେ ତାଙ୍କ ଫ୍ୟାକ୍ଟ୍ରି ଭିତରେ, ତା ଛଡା ସେମାନଙ୍କୁ ବହୁତ ଅଧିକ ଇଲେକ୍ଟ୍ରିସିଟି ଦରକାର ପଡେ। ସେଇଟା କୋଉଠୁ ଆସୁଛି ନା ଜଳ ବିଦ୍ୟୁତରୁ ଆସୁଛି। ତେଣୁ ଏକରେ ଇଲେକ୍ଟ୍ରିସିଟି ଖାଇଲେ, ଦୁଇରେ ଜଳ ବି ଅଧିକ ପରିମାଣ ବ୍ୟବହାର କଲେ। ଜଳ ବ୍ୟବହାର କରିସାରିଲା ପରେ ସେମାନଙ୍କ ଏତିକି ସାଧାରଣ ଜ୍ଞାନ ନାହିଁ କି ଜଳଟାକୁ ଆମକୁ ଟ୍ରିଟମେଣ୍ଟ କରିକି ଛାଡିବାର ଅଛି ନଦୀକୁ, ସେମାନେ ଡାଇରେକ୍ଟଲି ଛାଡି ଦଉଛନ୍ତି। ସେଥିପାଇଁ ତୁମେ ଦେଖିବ ଯମୁନା ନଦୀ, ଗଙ୍ଗା ନଦୀ ବହୁତ ଦୂଷିତ ହେଇଯାଇଛି। ଭାରତରେ ଉତ୍ପାଦିତ ସମୁଦାୟ ବିଦ୍ୟୁତ ଶକ୍ତିର ପ୍ରାୟ 22% ଭାଗ କେବଳ ଜଳ ବିଦ୍ୟୁତରୁ ମିଳୁଛି, ଏବଂ ଏଇ ଜଳ ବିଦ୍ୟୁତର ମେଜର ପୋର୍ସନ କୋଉମାନେ ବ୍ୟବହାର କରୁଛନ୍ତି? ଏଇ ଫ୍ୟାକ୍ଟ୍ରି ମାନେ ଯୋଉମାନେ ରହିଲେ ବ୍ୟବହାର କରିଦଉଛନ୍ତି। ସହରୀକରଣ ଏବଂ ଆଧୁନିକ ଜୀବନଶୈଳୀ। ଆଜିକାଲି ବଡ ବଡ ଫ୍ଲାଟ ହେଇଯାଉଛି, ସମସ୍ତଙ୍କୁ ଦରକାର ମାନେ ଆନନ୍ଦମୟ ଜୀବନଶୈଳୀ, ସ୍ୱଚ୍ଛନ୍ଦ ସୁଖ ସ୍ୱଚ୍ଛନ୍ଦମୟ ଜୀବନଶୈଳୀ। ତେଣୁକରି ସମସ୍ତେ ସହରରେ ରହିଲେ, ସହର ଗୁଡିକରେ ସଂଖ୍ୟା ବୃଦ୍ଧି ଚାଲିଛି, ଘନ ଜନବସତି ଏବଂ ସହରୀ ଜୀବନଶୈଳୀ ଯୋଗୁଁ ଜଳ ଏବଂ ଶକ୍ତିର ଚାହିଦା ପ୍ରବଳ ଭାବେ ବଢି ଚାଲିଛି। ଏକ୍ସାମ୍ପଲ ଦଉଛି, ଗାଁ ଏରିଆରେ, ମୁଁ ମୋ ଗାଁ କଥା କହୁଛି, ମୋ ଗାଁରେ କଣ ହୁଏ ନା ଯଦି ଗାଧେଇବାର ଥାଏ, ଗାଁ ମୁଣ୍ଡରେ ମାନେ ଦିଟା ଟ୍ୟୁବୱେଲ ଅଛି, ତ ଟ୍ୟୁବୱେଲରେ ଯାଇକି ଲୋକ ଗାଧାନ୍ତି। ପୁଅ ମାନଙ୍କ କଥା ମେନଲି କହୁଛି, ନହେଲେ ନଈ ଅଛି, ନଈକୁ ଗାଧେଇବାକୁ ସମସ୍ତଙ୍କୁ ଭଲ ଲାଗେ, ପ୍ରାୟ ଲୋକଙ୍କୁ ନଈରେ ଯାଇ ଗାଧେଇବାକୁ ଭଲ ଲାଗେ। ତେଣୁକୁ ଏଠି ଆମର ଭୂତଳ ଜଳର ବେଶୀ ଉତ୍ତୋଳନ ହେଲା କି? ହେଲା ନାହିଁ। କିନ୍ତୁ ସହରରେ ତ ସେ ସବୁ ସୁବିଧା ମିଳିପାରିବନି, ତେଣୁ ସେଠି କଣ ହଉଛି ନା ଭୂତଳ ଜଳର ଅଧିକ ଉତ୍ତୋଳନ ହେଇ ଚାଲିଛି। ତେଣୁ ସହରାଞ୍ଚଳର ଅଧିକାଂଶ ଗୃହ ନିର୍ମାଣ ସଂସ୍ଥା ବା କଲୋନୀ ଗୁଡିକରେ ନିଜସ୍ୱ ଭୂଗର୍ଭ ଜଳ ଉତ୍ତୋଳନ ବ୍ୟବସ୍ଥା ରହିଛି,
ଯାହା ସହର ଗୁଡ଼ିକରେ ଜଳସ୍ତର ଶୀଘ୍ର ହ୍ରାସ ପାଇବାର ମୁଖ୍ୟ କାରଣ ଅଟେ। ଭୁବନେଶ୍ୱରରେ ତୁମେ ଦେଖିପାରିବ ଧୀରେ 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 ଜଳ ସଙ୍କଟ ଦେଖାଯିବ। ଆମେ ଦେଖୁଛେ ଏଠି ଦେଖାଯାଉଛି, କର୍ଣ୍ଣାଟକରେ ଦେଖାଯାଉଛି, ମୁମ୍ବାଇରେ ଦେଖାଯାଉଛି। କାହିଁକିନା ମୁମ୍ବାଇରେ ଯୋଉ ହ୍ରଦ ଅଛି ସେଇ ହ୍ରଦରୁ ଡାଇରେକ୍ଟଲି ପାଣି ଯୋଗାଯାଏ। ଆଉ ମୁମ୍ବାଇରେ ଜନସଂଖ୍ୟା ବହୁତ ହେଇଗଲାଣି, ତେଣୁକରି ସେ ହ୍ରଦ ଗୁଡ଼ିକ ଯଦି ବର୍ଷା ଠିକ ସେ ନହେଲା ତାହେଲେ ସେଗୁଡ଼ିକ ଜଳାଭାବ ଦେଖାଯିବ। ଜଳ ପ୍ରଦୂଷଣ, ଯେମିତି କହିଲି ଅନଟ୍ରିଟେଡ ୱାଟର, ଯୋଉ ପାଣିଟା ଫ୍ୟାକ୍ଟ୍ରିରୁ ବାହାରିଲା ଡାଇରେକ୍ଟଲି ମିଶେଇ ଦେଲେ ନଦୀ ସହିତ, ତ ସେଥିରେ ବହୁତ ପ୍ରକାର କ୍ଷତିକାରକ ରାସାୟନିକ ଦ୍ରବ୍ୟ ଥାଏ ଯେଉଁଗୁଡ଼ିକ ନଦୀ ଜଳକୁ ଦୂଷିତ କରେ ଆଉ ସେଗୁଡ଼ିକ ପାନୀୟ ଯୋଗ୍ୟ ରହେ ନାହିଁ ବା ବ୍ୟବହାର ଯୋଗ୍ୟ ରହେ ନାହିଁ। ସେଟା ଯଦି ତୁମେ ବ୍ୟବହାର କରିବ ଦେନ୍ ତୁମକୁ ରୋଗ ହବାର ଚାନ୍ସେସ୍ ବହୁତ ଅଧିକ। ତେଣୁ ଏଠି ଲେଖାଗଲା ଔଦ୍ୟୋଗିକ ବର୍ଜ୍ୟବସ୍ତୁ ଏବଂ ବିଷାକ୍ତ ରାସାୟନିକ ପଦାର୍ଥ, କୃଷିରେ ବ୍ୟବହାର ହେଉଥିବା ରାସାୟନିକ ସାର ଆଦି ଜଳରେ ମିଶିବା ଯୋଗୁଁ ପ୍ରାକୃତିକ ଜଳ ଉତ୍ସ ଗୁଡ଼ିକ ଦୂଷିତ ହେବାରେ ଲାଗିଛି। ଆଉ ଗୋଟେ ରିଜନ 6 ନମ୍ବର ପଏଣ୍ଟ ତମର ଏଠି ନାହିଁ, ବର୍ତ୍ତମାନ ଟାଇମରେ ତୁମେ ଲେଖିପାରିବ, ମାନେ ଏଇଟା ଭୂଗୋଳ ପାଇଁ ମୁଁ କହୁଛି। ଡାଟା ସେଣ୍ଟର, ଡାଟା ସେଣ୍ଟରରେ ଆମର କୋଉ ଜଳ ବ୍ୟବହାର ହଉଛି ନା ମଧୁର ଜଳର ବ୍ୟବହାର। ଏଆଇ ର ବଢୁଥିବା ଚାହିଦା ଯୋଗୁ କଣ ହଉଛି ନା ଡାଟା ସେଣ୍ଟର ଆମର ବହୁତ ପରିମାଣରେ ବସି ଚାଲିଛି ଏବଂ ସେଇ ଡାଟା ସେଣ୍ଟର ଗୁଡିକ ତମେ ଯୋଉ ପାଣି ପିଇବା ଦରକାର ସେଇ ପାଣିକୁ ଡାଇରେକ୍ଟଲି ନେଇକି ତାଙ୍କର ମେସିନ ଗୁଡାକ ବହୁତ ଗରମ ହୁଏ ଡାଟା ସେଣ୍ଟରରେ। ଡାଟା ସେଣ୍ଟରରେ ଆମର ହଜାର ହଜାର କମ୍ପ୍ୟୁଟର, ହଜାର ହଜାର ରାମ୍ ଥାଏ, ଆମର ଯୋଉ କମ୍ପୋନେଣ୍ଟ ଗୁଡାକ ଥାଏ ସେଗୁଡାକ ଗରମ ବହୁତ ହୁଅନ୍ତି। ତ ସେ ଯୋଉ ଗରମଟା ଛାଡିବେ କୁଆଡକୁ ନା ଡାଇରେକ୍ଟଲି ପାଣି ଭିତରେ ସେମାନେ ବୁଡିକି ଥାନ୍ତି। ଓକେ, ଆଉ ସେଇ ପାଣି କଣ କଲା ନା ଆମେ ଯୋଉ ପିଇବା ପାଣି ସେଇ ପାଣି ଗୁଡାକ ହିଁ ତାଙ୍କର ବ୍ୟବହାର ହଉଛି। କାହିଁକିନା ସମୁଦ୍ର ଭିତରେ ତ ବସେଇଲେ ପ୍ରୋବ୍ଲେମ ହବ, ତାଙ୍କର ଲୁଣିଆ ପାଣି ରହୁଛି। ଟେକ୍ନୋଲୋଜି ଡେଭଲପ କରିବା ଦରକାର ସମୁଦ୍ର ଭିତରେ ବସାଇବା ପାଇଁ, କରିନାହାନ୍ତି ଯାଏ। ଓକେ, ସୋ ଆମେ ଏତେ ସବୁ ପଢିଲେ କାହିଁକି, ଜଳାଭାବ କାହିଁକି ପଢିଲେ? ଜଳ ସମ୍ବଳର ଅତ୍ୟଧିକ ଶୋଷଣ ଏବଂ କୁପରିଚାଳନା, ଏହା ଦ୍ୱାରା ଜଳର ଗୁଣାତ୍ମକ ମାନ ହ୍ରାସ ପାଉଛି। ନିଜକୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ନିରାପଦ ରଖିବା, ଦେଶର ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା, ଜୀବନ ଜୀବିକା ବଜାୟ ରଖିବା ଏବଂ ସର୍ବୋପରି ପ୍ରାକୃତିକ ପରିସଂସ୍ଥାକୁ ଅଧୋପତନରୁ ରକ୍ଷା କରିବା ପାଇଁ ଜଳ ସଂରକ୍ଷଣ ଏବଂ ସୁପରିଚାଳନା ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ ଅଟେ। ନଚେତ ପରିବେଶ ସଙ୍କଟାପନ୍ନ ହେବ ଏବଂ ମାନବ ଜୀବନ ଦୁର୍ବିସହ ହୋଇ ଉଠିବ। ଠିକ ଅଛି, ତେଣୁ ଆମର ବହୁତ ଅଧିକ ଆବଶ୍ୟକତା ରହୁଛି ନଦୀ, ଆମର ଯୋଉ ନଦୀ ଜଳ ରହିଲା ବା ଭୂତଳ ଜଳ ରହିଲା ଏଗୁଡିକର ସଂରକ୍ଷଣ କରିବାର ଆବଶ୍ୟକତା ରହୁଛି। ତୁମେ ଏଠି ଦେଖ କେତେ ପରିମାଣରେ ପ୍ଲାଷ୍ଟିକ ପଡିକି ରହିଛି, ଏଠି ତୁମେ ଦେଖିପାରୁଥିବ କେତେ ପରିମାଣରେ ପ୍ଲାଷ୍ଟିକ ପଡିକି ରହିଛି। ତୁମ ଘର ପଛପଟେ ଯଦି ଗଡିଆ ଥିବ ଗୋଟେ ଦେଖିବ ଯୋଉ ଗଡିଆ ବ୍ୟବହାର ହଉନଥିବ ପରିତ୍ୟକ୍ତ କରିକି ଲୋକମାନେ ରଖିଥିବେ, ଆଉ ତମେ ତାଙ୍କୁ ବୁଝେଇଲେ ବି ସେମାନେ ବୁଝୁନଥିବେ। ଫର ଏକ୍ସାମ୍ପଲ ମୋ ବାରିଆଡେ ଗୋଟେ ଅଛି ଗଡିଆଟେ, ତା ଦେହରେ ପାଣି ଲୋକମାନେ କଣ କରୁଛନ୍ତି ନା ଡାଇରେକ୍ଟଲି ତା ଦେହରେ ପ୍ଲାଷ୍ଟିକ ପକଉଛନ୍ତି। ଆଉ ପଞ୍ଚାୟତ ଅଫିସରେ ତୁମେ କମ୍ପ୍ଲେନ କଲେ ସେମାନେ ଶୁଣି ପାରୁନାହାନ୍ତି। ତେଣୁକରି କେତେ ବେକାର ବ୍ୟବସ୍ଥା ଭାରତରେ, ତମେ ବୁଝିପାରୁଥିବ ଏଇ ଅଳିଆ ପରିଚାଳନାକୁ ନେଇକି। ବର୍ତ୍ତମାନ ଦେଖିବା ବହୁମୁଖୀ ନଦୀ ଯୋଜନା ଏବଂ ସମନ୍ୱିତ ଜଳ ସମ୍ବଳ ପରିଚାଳନା। ତ ପ୍ରାଚୀନ କାଳରୁ ମନୁଷ୍ୟ କଣ କରୁଛି ନା ଜଳସେଚନ ପାଇଁକା ନଦୀ ଶଯ୍ୟାରେ ସୁଦୃଢ ପଥର ବନ୍ଧ, ତଟବନ୍ଧ, ଜଳାଶୟ କିମ୍ବା ହ୍ରଦ କେନାଲ ଆଦି ନିର୍ମାଣ କରି ଆସୁଛେ। ଆଜି ମଧ୍ୟ ଅନେକ ଛୋଟ ବଡ ନଦୀ ଉପରେ ବନ୍ଧ ନିର୍ମାଣ କରିକି ଆମେ ସେ ପରମ୍ପରାଟା ବଜାୟ ରଖିଛେ, ଯୋଉଟାକି ଆମେ ନଦୀ ବନ୍ଧ କହୁଛେ। ତ ଜବାହରଲାଲ ନେହେରୁ ଯେତେବେଳେ ଭାରତ ସ୍ୱାଧୀନ ହେଲା ତାପରେ ପରେ ଶିଳ୍ପ ନୀତି ବିଭିନ୍ନ ପ୍ରକାର ଆସିଛି। ତ ଜବାହରଲାଲ ନେହେରୁ କଣ କଲେ ନା ଏଇ ନଦୀବନ୍ଧ ଯୋଜନା ଗୁଡିକୁ ଆଧୁନିକ ଭାରତର ମନ୍ଦିର ବୋଲି ଅଭିହିତ କଲେ। କାହିଁକି ନା ଏଇ ନଦୀବନ୍ଧ ହିଁ ଜଳ ବିଦ୍ୟୁତ ଯୋଗେଇବ, ଜଳ ବିଦ୍ୟୁତ ଯୋଗୁଁ ଆମର ଶିଳ୍ପ ଗୁଡିକ ଗଢି ଉଠିବ ଏବଂ ଶିଳ୍ପ ଗଢି ଉଠିଲେ ହିଁ ଆମର ଲୋକମାନଙ୍କୁ ଚାକିରି ମିଳିବ ଏବଂ ଅର୍ଥନୀତି ଆମର ସୁଦୃଢ ହବ। ତେଣୁକରି ପଣ୍ଡିତ ଜବାହରଲାଲ ନେହେରୁ କହିଲେ ଆଧୁନିକ ଭାରତର ମନ୍ଦିର। ତାମାନେ ଏଇ ଯୋଜନା ଗୁଡିକ ଦ୍ୱାରା କୃଷିର ବିକାଶ, ଦ୍ରୁତ ଶିଳ୍ପାୟନ, ଗ୍ରାମ୍ୟ ଅର୍ଥନୀତି ଏବଂ ସହର ଅର୍ଥନୀତି ମଧ୍ୟରେ ସମନ୍ୱୟ ସ୍ଥାପିତ ହୋଇପାରିବ। ସେଥିପାଇଁକା ଏଟାକୁ ଆମର ଭାରତ ପ୍ରଥମ ପ୍ରଧାନମନ୍ତ୍ରୀ ଆଧୁନିକ ଭାରତର ମନ୍ଦିର ବୋଲି ଅଭିହିତ କରିଥିଲେ। ନଦୀବନ୍ଧ କଣ ଏବଂ ଏହାର ଶ୍ରେଣୀ ବିଭାଗ। ନଦୀବନ୍ଧ ହଉଛି ନଦୀ ଶଯ୍ୟାରେ ଜଳ ପ୍ରବାହ ରୋକିବା ସଙ୍ଗେ ସଙ୍ଗେ ଏହାକୁ ନିୟନ୍ତ୍ରଣ କିମ୍ବା ହ୍ରାସ କରି ଏକ ଜଳ ଭଣ୍ଡାର ବା ହ୍ରଦ ସୃଷ୍ଟି କରିବାକୁ ଆମେ କହୁଛେ ନଦୀବନ୍ଧ। ଏଇଟା କେବଳ ନଦୀ ବନ୍ଧକୁ ବୁଝାଏ ନାହିଁ, ବରଂ ଜଳ ଭଣ୍ଡାରକୁ ମଧ୍ୟ ବୁଝାଇଥାଏ। ଯେମିତି ତୁମେ ଦେଖିପାରୁଛ ଏଇ ସାଇଡରେ କଣ ଅଛି, ଏଇଟା ଗୋଟେ ବନ୍ଧ ଅଛି,
ବନ୍ଧ ପଛପଟରେ ଦେଖ ନଈ ପାଣି ଏମିତି ଆସୁଛି ଆଉ ନଈ ପାଣି ଆସିକି ସେଇ ଜାଗାରେ ଜମା ହେଇକି ରହୁଛି। ତ ଏଇଟା ଗୋଟେ କଣ କରୁଛି ନା ଜଳ ଭଣ୍ଡାର ସୃଷ୍ଟି କରୁଛି। ତାପରେ ଆମେ ଯେତେବେଳେ ଆବଶ୍ୟକତା ରହିବ ସେଇ ଅନୁସାରେ ଆମେ ଜଳ ଏପଟକୁ ଛାଡ଼ିବା ଏବଂ ଟର୍ବାଇନ ଘୁରେଇକିରି ଜଳ ବିଦ୍ୟୁତ ଆମେ ଉତ୍ପାଦନ କରିପାରିବା। କିମ୍ବା ଯଦି ବନ୍ୟା ନିୟନ୍ତ୍ରଣ କରିବାର ଅଛି ତା ପାଇଁକା ବି ଏଇଟା ହେଲ୍ପ କରିବ। ତ ଏମିତି ଭାବରେ ତିଆରି କରେ। ଅଧିକାଂଶ ନଦୀବନ୍ଧର ଗୋଟିଏ ଅଂଶ ମଧ୍ୟ ଦେଇ କିମ୍ବା ଉପର ଦେଇ ଜଳ ନିରନ୍ତର କିମ୍ବା ଅହରହ ବହିଯିବାର ବ୍ୟବସ୍ଥା ଥାଏ। ତେଣୁ ଆମର ବିଭିନ୍ନ ପ୍ରକାର ନଦୀବନ୍ଧ ଅଛି। ଯେମିତିକି ଆମେ କହିଲେ ମାଟି ବନ୍ଧ ଅଛି, କାଠ ବନ୍ଧ ଅଛି, କଂକ୍ରିଟ ବନ୍ଧ ଅଛି। ଏଇଟା ହଉଛି କଣ ନା ସଂରଚନା ଏବଂ ବ୍ୟବହୃତ ବସ୍ତୁ ଅନୁସାରେ। ତାପରେ ଉଚ୍ଚତା ଅନୁସାରେ ତୁମେ ଦେଖିବ ଅତି ଉଚ୍ଚ ନଦୀବନ୍ଧ ଅଛି, ମଧ୍ୟମ ଉଚ୍ଚତା ବିଶିଷ୍ଟ ନଦୀବନ୍ଧ ଅଛି। ଗୋଟେ ଚାଇନାରେ ଗୋଟେ ରହିଛି ନଦୀବନ୍ଧ, ଏତେ ହାଇଟରେ ସେଟା ତିଆରି ହେଇଛି କି ସେ ଯୋଉ ଜଳ ମାନେ ଭଣ୍ଡାରଟା ଯୋଉ ରହିବ, ଆମେ ଜାଣିଛେ ପୃଥିବୀର ମାଧ୍ୟାକର୍ଷଣ ବଳ ରହୁଛି, ପୃଥିବୀ ଆବର୍ତ୍ତନ କରୁଛି, ତ ସେ ଆବର୍ତ୍ତନକୁ ପ୍ରଭାବିତ କରେ ବହୁତ କମ ସେକେଣ୍ଡ, ମିଲି ସେକେଣ୍ଡ ବା ନାନୋ ସେକେଣ୍ଡ କହିପାରିବ, ବଟ୍ ତାକୁ ମଧ୍ୟ ପ୍ରଭାବିତ କରେ ଯେ ଏତେ ପରିମାଣରେ ସେ ଜାଗାରେ ଜଳ ଷ୍ଟୋର ହେଇକି ରହୁଛି। ଓକେ, ଏଇଟା ଜାଣିଥା। ବହୁମୁଖୀ ଯୋଜନାର ଉଦ୍ଦେଶ୍ୟ ଏବଂ ଉଦାହରଣ। ପାରମ୍ପରିକ ଭାବେ ନଦୀବନ୍ଧ କେବଳ ଚାଷ ଜମିରେ ଜଳସେଚନ ପାଇଁ ବ୍ୟବହାର କରାଯାଉଥିଲା, ପୁରୁଣା ଯୁଗ କଥା କହୁଛି। ବର୍ତ୍ତମାନ ଟାଇମରେ ଆଜିକାଲି କଣ କରାଯାଉଛି, ତାକୁ ଜଳସେଚନ, ଜଳ ବିଦ୍ୟୁତ ଉତ୍ପାଦନ, ଘରୋଇ ଏବଂ ଔଦ୍ୟୋଗିକ ବ୍ୟବହାର, ବନ୍ୟା ନିୟନ୍ତ୍ରଣ, ତାପରେ ନୌକା ବିହାର, ମନୋରଞ୍ଜନ, ପର୍ଯ୍ୟଟନ, ଅନ୍ତଃସ୍ଥଳୀୟ ଜଳ ପରିବହନ ଏବଂ ମତ୍ସ୍ୟ ପ୍ରଜନନ ଏସବୁ ପାଇଁକା ବ୍ୟବହାର କରାଯାଉଛି। କେତେ ୟୁଜ ରହୁଛି ଗୋଟେ ନଦୀବନ୍ଧର ତୁମେ ଏଠି ଦେଖିପାରୁଥିବ। କିଛି ଏକ୍ସାମ୍ପଲ ଦିଆଯାଇଛି। ଭାକ୍ରା ନଙ୍ଗଲ, ହୀରାକୁଦ। ଭାକ୍ରା ନଙ୍ଗଲଟା ତିଆରି ହେଇଛି ସତଲେଜ ଏବଂ ବେୟାସ ନଦୀ ଅବବାହିକାରେ। ଆଉ ଏଇଟା ଜଳ ବିଦ୍ୟୁତ ଉତ୍ପାଦନ ଏବଂ ଜଳସେଚନ ପାଇଁ ବ୍ୟବହୃତ। ଆଉ ମହାନଦୀ ଅବବାହିକାରେ ନିର୍ମିତ ହୀରାକୁଦ ନଦୀବନ୍ଧ, ଏଇଟା ଜଳ ସଂରକ୍ଷଣ ସହିତ ବନ୍ୟା ନିୟନ୍ତ୍ରଣ ଏହାର ମେନ୍ ଉଦ୍ଦେଶ୍ୟ। ପ୍ରାଚୀନ ଭାରତରେ ସୁଗଠିତ ଜଳସେଚନ ବ୍ୟବସ୍ଥା ଏଠି ଦେଇଛି ଏକ୍ସାମ୍ପଲ। ପ୍ରଥମ ଶତାବ୍ଦୀରେ ଆହ୍ଲାବାଦ ନିକଟସ୍ଥ ଶ୍ରୀଙ୍ଗାଭେରାପୁର ଠାରେ ଗଙ୍ଗା ଏବଂ ଯମୁନା ନଦୀର ଜଳ ପ୍ରବାହକୁ ନିୟନ୍ତ୍ରଣ କରାଯାଇ ଜଳ ଅମଳର ଏକ ସୁନିର୍ମିତ ବ୍ୟବସ୍ଥା କରାଯାଇଥିଲା। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମୟରେ ମଧ୍ୟ ଏମିତି ଗଠନ କରାଯାଇଥିଲା। ଅନ୍ୟାନ୍ୟ ପ୍ରାଚୀନ କେନ୍ଦ୍ର ଯେମିତିକି କଳିଙ୍ଗ, ମାନେ ଓଡ଼ିଶା ଯୋଉଟା କହୁଛେ, ନାଗାର୍ଜୁନ କୋଣ୍ଡା ଆନ୍ଧ୍ରପ୍ରଦେଶ, ବେନୁର କର୍ଣ୍ଣାଟକ, କୋଲ୍ହାପୁର ମହାରାଷ୍ଟ୍ର ଦେଖିବାକୁ ମିଳେ। ଏକାଦଶ ଶତାବ୍ଦୀରେ ବିଖ୍ୟାତ ଭୋପାଳ ହ୍ରଦ ଖୋଳା ଯାଇଥିଲା। ଚତୁର୍ଦ୍ଦଶ ଶତାବ୍ଦୀରେ ଦିଲ୍ଲୀସ୍ଥ ହଜଖାସ ଜଳାଶୟ ଇଲତୁତମିଶଙ୍କ ସମୟରେ ସିରିଫୋର୍ଟ ଅଞ୍ଚଳକୁ ଜଳ ଯୋଗାଣ ପାଇଁ ନିର୍ମାଣ କରାଯାଇଥିଲା। କିଛି ଇତିହାସ ଦେଖଉଛି ଭାରତର ସ୍ୱର୍ଣ୍ଣିମ ଇତିହାସରେ କେମିତି ଆମେ ନଦୀବନ୍ଧ ତିଆରି କରିପାରୁଥିଲେ ଏବଂ ଜଳସେଚନକୁ କେମିତି ଆମେ ଇମ୍ପୋର୍ଟାନ୍ସ ଦେଇପାରିଥିଲେ। ତ ଏଇଠି କିଛି ସେଇ ଆମର ବହୁମୁଖୀ ନଦୀବନ୍ଧ ଯୋଜନା ଏଠି ଲେଖାଯାଇଛି। ତ କିଛି ଏକ୍ସାମ୍ପଲ ଦେଇଛି। ଭାକ୍ରା ନଙ୍ଗଲ ଯୋଉଟା ସତଲେଜ ନଦୀ ଉପରେ ହେଇଛି। ତାପରେ ହୀରାକୁଦ ମହାନଦୀ ନଦୀ ଉପରେ, ଦାମୋଦର ନଦୀ ଉପରେ ଦାମୋଦର ଭ୍ୟାଲି ପ୍ରୋଜେକ୍ଟ, ନାଗାର୍ଜୁନ ସାଗର କୃଷ୍ଣା ନଦୀ ଉପରେ, ତେହରି ଡ୍ୟାମ ଭାଗୀରଥୀ ନଦୀ ଉପରେ, ସର୍ଦ୍ଦାର ସରୋବର ଡ୍ୟାମ ନର୍ମଦା ନଦୀ ଉପରେ। ତ ଏମିତି ସବୁ ଜାଣିବାର ଅଛି। ତ ଭାରତର ମୁଖ୍ୟ ନଦୀବନ୍ଧ ଯୋଜନା ସବୁ ଦେଇଛି ଏଠି ଏକ୍ସାମ୍ପଲରେ। এইটা কিন্তু କିଛି କିଛି ତୁମକୁ ତ ଇନଫର୍ମେସନ ମନେ ରଖିବାକୁ ପଡିବ, କାହିଁକିନା ମ୍ୟାପ ଯଦି ଭଲସେ ଶିଖିବାର ଅଛି ତ ଏଗୁଡାକ ଆମକୁ ଜାଣିବାକୁ ପଡିବ କି କୋଉ ଜାଗାରେ କଣ ଅଛି। ଓକେ, ନର୍ମଦାରେ ରହିଲା ସର୍ଦ୍ଦାର ସରୋବର, ନର୍ମଦା ସାଗର ବର୍ଗୀ, ନାଗାର୍ଜୁନ ସାଗର ରହିଲା କୃଷ୍ଣା ଉପରେ, ତୁଙ୍ଗଭଦ୍ରା ଡ୍ୟାମ ତୁଙ୍ଗଭଦ୍ରା ଉପରେ, ଦାମୋଦର ଏଠି ରହିଲା ଯୋଉଟା ରହୁଛି ତିଲିଆ, କୋନାର, ମେଥାନ, ପଞ୍ଚେଡ ହିଲ, ଏଗୁଡା ସବୁ ଜଳଭଣ୍ଡାର ବା ନଦୀବନ୍ଧ ଏଟା ରହୁଛି ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ। ତ ଏମିତି ଉଦାହରଣ ସବୁ ଦେଇଛି, ତୁମେ ତାକୁ ଦେଖିବାର ଅଛି। ତ ଏଠି ମ୍ୟାପରେ ସବୁ ତୁମର ଯୋଉ ମ୍ୟାପ ପଡେ ତ ସେ ଅନୁସାରେ ତୁମକୁ ଆନ୍ସର କରିବାର ଅଛି କି କୋଉ ଜାଗାରେ କୋଉ ନଦୀବନ୍ଧ ରହୁଛି। ଏଠି ଯେମିତି ତୁମେ ଦେଖ ଭାକ୍ରା ନଙ୍ଗଲଟା ଏଇ ଜାଗା ପାଖାପାଖି ରହୁଛି। ତାପରେ ତେହେରି ଡ୍ୟାମଟା ଏଠି ଦେଖ, ତେହେରି ଡ୍ୟାମଟା ଏଠି ରହୁଛି। ଓଡିଶାର ହୀରାକୁଦଟା ଏଇ ଜାଗା ପାଖାପାଖି ରହୁଛି। କୋନାର ଡ୍ୟାମଟା ଏଇଠି ରହୁଛି। ରିହାନ୍ଦ ଡ୍ୟାମ ଏଇଠି ରହୁଛି। କୃଷ୍ଣା ନଦୀ ଉପରେ ନାଗାର୍ଜୁନ ସାଗର ଡ୍ୟାମ ଏଇ ଜାଗା ରହୁଛି। ତ ଏଗୁଡା ତମର ଏମିତି ସର୍ଦ୍ଦାର ସରୋବର ଡ୍ୟାମ ନର୍ମଦା ନଦୀ ଉପରେ ତମେ ମନେ ରଖିଛ, ତ ନର୍ମଦା ନଦୀ ଏଇ ପାଖାପାଖି, ତ ଏଇଠି ସର୍ଦ୍ଦାର ସରୋବର ଡ୍ୟାମ ଏଠି ରହିଲା। ତୁଙ୍ଗଭଦ୍ରା ଡ୍ୟାମ ଏଇଠି ପାଖାପାଖି ଦେଖ, ତୁଙ୍ଗଭଦ୍ରା କର୍ଣ୍ଣାଟକ ପାଖାପାଖି ତୁମେ ଦେଖିପାରୁଥିବ। ତ ଏମିତି ଭାବରେ ମ୍ୟାପ ଗୁଡାକ ପଡେ, ମ୍ୟାପ ତୁମର କ୍ୱେଶ୍ଚନ ବି ଆସେ। ତ ତୁମେ ଏମିତି ମ୍ୟାପରେ ନିଜେ ଡ୍ର କରିପାରିବ କୋଉ ଜାଗାରେ କଣ ଅଛି, ତ ସେମିତି କରି ତମେ ପ୍ରାକ୍ଟିସ କରିବ ଏଇଟା। ଠିକ ଅଛି, ନେକ୍ସଟ ଯିବା।
এই ଯୋଉ ବହୁମୁଖୀ ଯୋଜନା ହଉଛି ତାର କିଛି କୁପ୍ରଭାବ ମଧ୍ୟ ରହୁଛି ଏବଂ ସାମାଜିକ ଆନ୍ଦୋଳନ ମଧ୍ୟ ସେଥିପାଇଁକା ଦେଖା ଦେଇଛି। କଣ ରହୁଛି ନା ଫାଷ୍ଟ କଥା ନଦୀ ଯାଉଥିଲା, ନଦୀ ବନ୍ଧଟା ତମେ ସେଠି ଡ୍ୟାମ ଗୋଟେ କରିଦେଲ, ତା ମାନେ କଣ ହେଲା ପାଣିର ସ୍ରୋତଟାକୁ ତୁମେ ବାଧା ଦେଲ। ଆଚ୍ଛା ପାଣି ଖାଲି କଣ ପାଣି ବୋହିକି ଯାଉଛି କି, ପାଣି ସହିତ ପଟୁ ବି ବୋହିକି ଯାଉଛି, ଯୋଉ ବାଲି ଗରଡା ବା ମାଟି କାଦୁଅ ଯାହା ବି ସେ ବୋହିକି ନଉଥିଲା ସେଗୁଡାକ ଯାଉଛି। ତମେ ଯେତେବେଳେ ବନ୍ଧଟା ବାନ୍ଧିଦେଲ କଣ ହେଲା ନା ପ୍ରାକୃତିକ ପ୍ରବାହ ତାର ପ୍ରତିହତ ହେଲା, ଫଳରେ ଜଳ ଭଣ୍ଡାର ଶଯ୍ୟାରେ ଅଧିକ ପରିମାଣରେ ପଟୁ ଜମା ହେଲା, ଯାହାଦ୍ୱାରା ନଦୀର ଗଭୀରତା କମିଯାଏ। ଏହା ବନ୍ୟା ଅଞ୍ଚଳକୁ ଉତ୍କୃଷ୍ଟ ପ୍ରାକୃତିକ ସାର ଓ ପଟୁ ମାଟି ପାଇବାରୁ ବଞ୍ଚିତ କରେ। ନଦୀ ଯେତେବେଳେ ଆସେ ତା ସହିତ ବହୁ ପରିମାଣରେ ପଟୁ ନେଇକି ଆସେ, ତୁମେ ନଦୀ ବନ୍ଧ ବାନ୍ଧିଦେଲ ଯାହାଫଳରେ ଯୋଉ ତଳ ଅଞ୍ଚଳଟା ରହିଲା, ଏଇଟା ସପୋଜ ବନ୍ଧ ରହିଲା, ଏପଟୁ ନଈ ଆସୁଥିଲା ଏମିତି, ଏପଟକୁ ଏମିତି ଯିବା କଥା, ତମେ ଏପଟେ ଯେତେବେଳେ ବନ୍ଧ ବାନ୍ଧି ଦେଇଛ ତ ପଟୁ ସବୁ ତକ ଏଇପଟେ ଜମା ହେଇଗଲା ନାହିଁ, ମାନେ ବାଁ ପଟେ ଏଠି ତମର ଜମା ହେଇଗଲା ନାହିଁ, ଯାହାଫଳରେ ଡାହାଣ ପଟେ ଯୋଉ ନଦୀର ସ୍ରୋତ ରହିଲା ସେଠି ଆଉ ପଟୁ ମିଳି ପାରିଲାନି। ଆଉ ଯେତେବେଳେ ପଟୁ ନ ମିଳି ପାରିଲା ଆମେ ଉର୍ବରତା କମିଗଲା ମାଟିର, ସେଇଟା ଗୋଟେ ରିଜନ ହେଲା। ଜଳ ଜୀବମାନଙ୍କ ଉପରେ ପ୍ରଭାବ ପକାଉଛି। ବନ୍ଧ ଗୁଡିକ ଜୀବମାନଙ୍କର ଗତିଶୀଳତାକୁ ନିୟନ୍ତ୍ରଣ କରିବା ଦ୍ୱାରା ସେମାନଙ୍କର ବଂଶ ବିସ୍ତାର ବାଧାପ୍ରାପ୍ତ ହୁଏ ଏବଂ ନଦୀ ଶଯ୍ୟା ବାସ ଉପଯୋଗୀ ହୋଇ ରହେ ନାହିଁ। ପାରିବେଶିକ ଏବଂ ମୃତ୍ତିକା କ୍ଷୟ, ଜଳ ଭଣ୍ଡାର ସୃଷ୍ଟି କରିବା ଦ୍ୱାରା ବନ୍ୟା ପ୍ଲାବିତ ଅଞ୍ଚଳରେ ଥିବା ବହୁ ପ୍ରାକୃତିକ ଉଦ୍ଭିଦ ଏବଂ ମୃତ୍ତିକା ଜଳମଗ୍ନ ହୋଇକି ନଷ୍ଟ ହୋଇଯାଏ। ଅତ୍ୟଧିକ ଜଳ ବ୍ୟବହାର ଯୋଗୁଁ ମୃତ୍ତିକାରେ ଲବଣର ମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ। ଏହା ବ୍ୟତୀତ ଜଳବାହିତ ରୋଗ, ଅନିଷ୍ଟକାରୀ କୀଟ ସୃଷ୍ଟି ଏବଂ ଜଳ ପ୍ରଦୂଷଣ ବୃଦ୍ଧି ପାଇଥାଏ। ବନ୍ୟା ନିୟନ୍ତ୍ରଣର ବିଫଳତା ବହୁତ ସମୟରେ ଦେଖାଯାଇଛି। ତମେ ଦେଖିବ ଛତିଶଗଡ଼ ଆଉ ଓଡିଶା ମଧ୍ୟରେ ଯୋଉ ରହିଲା ଆମର ହୀରାକୁଦ ନଦୀବନ୍ଧ, ଓଡିଶା ଭିତରେ ତ ରହିଲା, ତ ମହାନଦୀର ପାଣିଟା ମହାନଦୀ ଆସୁଛି ଛତିଶଗଡ଼ରୁ, ଆମେ ଦେଖୁଛେ ତ ଛତିଶଗଡ଼ରୁ ଯେତେବେଳେ ଆସୁଛି ଏପଟକୁ ଓଡିଶାକୁ, ତ ସେଇ ଜାଗାରେ ସେମାନେ ତାଙ୍କର କଣ୍ଟ୍ରୋଲ କରୁଛନ୍ତି ପାଣିଟାକୁ, ଯାହାଫଳରେ ଆମ ନଦୀରେ ଏଠି ନଦୀ ଶୁଖିଲା ରହୁଛି, ଆଉ ଯେତେବେଳେ ତାଙ୍କ ଆଡେ ଅଧିକ ବର୍ଷା ହଉଛି ସେମାନେ ପାଣି ଛାଡି ଦଉଛନ୍ତି, ଯାହାଫଳରେ ଆମ ଆଡେ ବନ୍ୟା ହଉଛି। ଓକେ, ତ ଏଇଟାକୁ କୁହାଯାଏ ଇଂରାଜୀରେ ତମର ଗୋଟେ ଟର୍ମଟା ମନେ ଅଛି, लो रिपेराइन स्टेट କୁହାଯାଏ, ମାନେ ଓଡିଶା ହଉଛି ଯୋଉ ନଦୀ ଶଯ୍ୟା, ନିମ୍ନ ନଦୀ ଶଯ୍ୟା ଆମେ କହିପାରିବା, ନିମ୍ନ ନଦୀ ଶଯ୍ୟା ଥିବା ଅଞ୍ଚଳ, କାହିଁକି ନା ଆମ ନଦୀଟା ଷ୍ଟାର୍ଟ ହଉଛି ଯୋଉଠି, ସେଟା ଯେତେବେଳେ ବହି ବହିକି ତଳ ଆଡିକି ଆସୁଛି ସେଇ ଜାଗାରେ ଆମେ ରହୁଛେ, ତେଣୁକରି ସେମାନେ କଣ୍ଟ୍ରୋଲ କରୁଛନ୍ତି, ଛତିଶଗଡ଼ ବାଲା କଣ୍ଟ୍ରୋଲ କରୁଛନ୍ତି। ସେମିତି ବ୍ରହ୍ମପୁତ୍ର କଥା ତୁମେ ଯଦି ଦେଖିବ, ଚାଇନା କଣ୍ଟ୍ରୋଲ କରୁଛି ବ୍ରହ୍ମପୁତ୍ର ନଦୀର ପାଣିକୁ, କାରଣ ଚାଇନାରୁ ଅରୁଣାଚଳ ପ୍ରଦେଶ ଦେଇକି ଏପଟକୁ ଆସୁଛି। ଯଦି ଚାଇନା ଚାହିଁବ ବ୍ରହ୍ମପୁତ୍ରରେ ଡ୍ୟାମ ବନେଇଦବ, ତାହେଲେ ବ୍ରହ୍ମପୁତ୍ର ନଦୀ ଯୋଉଟା ସ୍ରୋତ ବାହାରିଛି ଭାରତ ଭିତରେ, ସେଠି ଆମର ଜଳର ଅଭାବ ଦେଖାଯିବ। ଠିକ ଅଛି, ତେଣୁ ଏଇ ବନ୍ୟା ନିୟନ୍ତ୍ରଣରେ ମଧ୍ୟ ବହୁ ସମୟରେ ବିଫଳତା ଦେଖାଯାଇଛି। ଏଠି ମହାରାଷ୍ଟ୍ର, ଗୁଜରାଟ ଏବଂ ଓଡିଶାରେ ଘଟିଛି। ତାପରେ ହେଲା କେରଳରେ ମଧ୍ୟ ଘଟିଛି। ବିସ୍ଥାପନ ସମସ୍ୟା ଏବଂ ସାମାଜିକ ଆନ୍ଦୋଳନ, ଯୋଉ ଅଞ୍ଚଳରେ ନଦୀ ବନ୍ଧ କରାଯାଏ, ତ ଯୋଉ ପାର୍ଟରେ ମାନେ ନଦୀର ସପୋଜ ନଦୀଟା ଏମିତି ବହିକି ଆସୁଥିଲା, ମୁଁ ଏଇ ଜାଗାରେ ଗୋଟେ ବନ୍ଧଟେ କରିଦେଇଛି, ତ ଏପଟ ଅଞ୍ଚଳ ଯୋଉଗୁଡାକ ରହିଲା, ଏଇ ଜାଗାରେ କଣ ହବ ନା ଜଳ ଭଣ୍ଡାର ରହିବ, ମାନେ ପାଣି ସେଠି ବହୁତ ପରିମାଣରେ ଜମା ହେଇକି ରହିବ। ତ ଏପଟ ଅଞ୍ଚଳରେ ଯୋଉ ଲୋକମାନେ ରହୁଥିଲେ ସେମାନେ ତ ଆଉ ସେଠି ରହିପାରିବେ ନାହିଁ, ତାଙ୍କ ଘର ବାଡି ଗାଁ ସବୁ ଛାଡିକି ତାଙ୍କୁ ଯିବାକୁ ପଡିବ, ବିସ୍ଥାପନ କରିବାକୁ ପଡିବ ତାଙ୍କୁ। ସୋ ଏହି ଯୋଜନା ଗୁଡିକ ଯୋଗୁଁ ବହୁ ସଂଖ୍ୟାରେ ସ୍ଥାନୀୟ ଅଧିବାସୀ ଏବଂ ଗରିବ ଲୋକ ନିଜର ଭିଟା ମାଟି, ଚାଷ ଜମି ଓ ଜୀବିକା ହରାଇ ବିସ୍ଥାପିତ ହୋଇଥାନ୍ତି। ଏହାର ଫାଇଦା କେବଳ କିଛି ଜମି ମାଲିକ, ବଡ ଚାଷୀ ଏବଂ ଉଦ୍ୟୋଗ ପ୍ରତି ପାଉଥିବାରୁ ସାମାଜିକ କ୍ଷେତ୍ରରେ ଉତ୍ତେଜନା ଏବଂ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି। ତ ସେଥିପାଇଁ ତୁମେ ଦେଖୁଥିବ ଏଇଠି ଗୋଟେ ପିକ୍ଚର ପ୍ରେଜେଣ୍ଟେସନ କରାଯାଇଛି, ଏଠି ଦେଖ, ଯେମିତି ଦେଖିଲ ନଦୀରେ ଗୋଟେ ପଟୁ ଜମା ହେଲା, ଆମର ଏପଟେ ମାନେ ଭଣ୍ଡାର ସେପଟକୁ ଯୋଉ ପାଣି ରହିଲା ସେଠି ଦେଖ ପଟୁ ମାଟି ଦେଖାଗଲା ନାହିଁ, ମାଛ ଗୁଡାକର ଯିବା ଆସିବା ବନ୍ଦ ହେଇଗଲା, ପାଣି ଅଧିକ ଲବଣାକ୍ତ ହେଇଗଲା, ତାପରେ ଗଛ ଗୁଡିକ ନଷ୍ଟ ହେଲେ, ତାପରେ ତୁମେ ଏଠି ଦେଖିପାରିବ ଲୋକମାନେ ବିସ୍ଥାପିତ ହଉଛନ୍ତି। ଠିକ ଅଛି, ଆଉ ବେନିଫିଟ ନଉଛନ୍ତି ଧନୀ ଲୋକ, ଧନୀ ଶ୍ରେଣୀର ଲୋକମାନେ, ଆଉ ବନ୍ୟା ନିୟନ୍ତ୍ରଣ ହେଇପାରୁନାହିଁ। ତ ଏଇସବୁ ଆମର ରହିଲା। ଓକେ, ତ ଏ ନୋଟଟାରେ ତୁମେ ଡିଟେଲରେ ଚିତ୍ର ଗୁଡାକ ଦେଖିପାରିବ। ତ ସେଥିପାଇଁ କଣ ହେଇଛି ନା ବହୁତ ସମୟରେ ପ୍ରମୁଖ ସାମାଜିକ ଆନ୍ଦୋଳନ ଦେଖାଯାଇଛି, ଯେମିତି ନର୍ମଦା ବଚାଓ ଆନ୍ଦୋଳନ ମେଧା ପାଟକର କରିଥିଲେ। ଏଇଟା ଆମ ନର୍ମଦା ଉପରେ ଯୋଉ ଡ୍ୟାମ ହେଇଛି, ତ ସେଇ ନର୍ମଦା ବଚାଓ ଆନ୍ଦୋଳନ ହେଲା, ତେହରି ଡ୍ୟାମ ଆନ୍ଦୋଳନ ହେଲା, ଏଇ ଯୋଉ ସର୍ଦ୍ଦାର ସରୋବର ଡ୍ୟାମ, ଏଇଟା ହେଲା ସର୍ଦ୍ଦାର ସରୋବର ଡ୍ୟାମ। ତ ସର୍ଦ୍ଦାର ସରୋବର ଡ୍ୟାମ ଯେତେବେଳେ ନିର୍ମାଣ ହେଲା ସେଇ ସମୟରେ ଆମର ମେଧା ପାଟକର ଜଣେ ଥିଲେ, ସେ ଷ୍ଟାର୍ଟ କରିଥିଲେ ଏଇ ନର୍ମଦା ବଚାଓ ଆନ୍ଦୋଳନ। ନର୍ମଦା ନଦୀରେ ନିର୍ମାଣାଧୀନ ସର୍ଦ୍ଦାର ସରୋବର ଡ୍ୟାମ ବିରୋଧରେ ଆଦିବାସୀ, ଚାଷୀ ମୂଲିଆ
ଏବଂ ପରିବେଶବିତ୍ को एकाठी करी एक बेसरकारी संस्था नेतृत्व में यह संगठित होता। आरंभरू यह वृक्ष जलमग्न होगा भली पारिवेशिक समस्या को आधार करुवा बेले परवर्ती समय विस्थापित गरीब लोकंकर पुनर्वास एवं थैथान दाबी को सामिल करिछि। तो आम जानले नदीबंध तार उपकारिता तार अपकारिता ये सब आम देखीदे। बर्तमान आउ गोटे बद अच्छी आंतरराज्य जल बद आटा कौन रोचे देखा। तो भारतर प्रमुख नदी गुड़िक एकाधिक राज्य मध्य प्रवाहित होती जमी गंगा नदी उत्तर प्रदेश रे प्रवाहित है, उत्तराखंड रे, उत्तर प्रदेश रे, बिहार रे, पश्चिम बंग रे विभिन्न ना नहीं तुम प्रवाहित है तार उपनदी नदी एमती प्रवाहित है। सो प्रत्येक राज्य अधिक जलराशि व्यवहार करने परस्पर मध्य विवाद सृष्टि कर। तो संविधान रे हमर 1950 रे भारतर संविधान रे जल प्रवाह को राज्यर विषय कहै छै। हम जो सप्तम अनुसूची पढ़ुଥିଲେ सप्तम अनुसूची तीनटा हमर तालिका थिला। गोटे थिला कोन राज्य तालिका, गोटे थिला केंद्र तालिका, आ गोटे थिला युग्म तालिका। ठीक अछि। तो राज्य तालिका भितर हमर विषय कोन कोन जाउतले जानथिले? पुलिस व्यवस्था थिला, आईन श्रृंखला व्यवस्था थिला, स्वास्थ्य थिला। तापरे केंद्र तालिका भितर कोन थिला ना तुमे देखो ए जो हमर कोन आर्मी जोटा रहिला सेटा थिला केंद्र भितर। हमर न्यूक्लियर एनर्जी जोटा रहउछि, आणविक शक्ति जोटा रहउछि सेटा रहिला। स्पेस टेक्नोलॉजी सेटा भी केंद्र तालिका भितर रहिला। युग्म तालिका भितर शिक्षा गोटे युग्म तालिका भितर रहउथिला। जंगल व्यवस्था सेटा भी युग्म तालिका भितर रहउथिला। तेणु करी ए जो राज्य विषय भितर रहउथिला नदी र जल प्रवाह को मध्य राज्य विषय भितर रखा जायतिला। ओके। तो यह को नियंत्रण माने राज्य तालिका भितर कोन आमे जानिछे ना राज्य तालिका जो विषय गुडी रहिला ता ऊपर आईन प्रणयन करिवार अधिकार केवल राज्य रहिबो। तेणु राज्य तो नियंत्रण कर परिबो नदी प्रवाह को जल प्रवाह को। यह को नियंत्रण करिया पय केंद्र सरकार को क्षमता बल रे 1956 रे जल विवाद आईन प्रणीत होइतला, इंटर स्टेट वाटर डिस्प्यूट्स एक्ट। माने अंतरराज्य जल विवाद जो होचे से रिलेटेड गोटे आईन टे प्रणयन कराइतिला जहा को 2002 रे संशोधन मध्य करा जायछि। तो कोन कराइछि एई आईन बदल रे कि भारतर सर्वोच्च अदालत गोटे 3 जणिया कार्यरत जज को नेकरी एक ट्रिब्यूनल गठन करिवो एवं एई ट्रिब्यूनल ही विवादर समाधान करिवो। जेमति तुमे महानदी ट्रिब्यूनल सबले न्यूज एबे सुनुचो, महानदी ट्रिब्यूनल रो आज बैठक बसिला, 6 मास परे बैठक बसिवो, 5 वर्ष हेलानी बैठक बसि किंतु किछि समाधान बाहरी पार नै। तो एई ट्रिब्यूनल हाथ रे सब पावर रहउची एई वाटर डिस्प्यूट जो हमर अंतरराज्य जल विवाद रहउची तार समाधान करिया पाके। ठीक अछि, अन्य कहा पाखरे अधिकार नै। बा तुमे कहबो कि हाई कोर्ट सेठी इंटरफेयर कर परिवो नै, सुप्रीम कोर्ट इंटरफेयर कर परिवो नै। ट्रिब्यूनल रो होची सुप्रीम अथॉरिटी। ओके। एठी किछि प्रमुख जल विवाद तुमे देख परिवो, नर्मदा जल विवाद अछि, गोदावरी रो अछि, महानदी को नेकी अछि, कावेरी को नेकी अछि, कृष्णा को नेकी अछि। तो ई सब नदी गुडा को तुमे एठी देख पारथो। अच्छा गोटे मजादार जिंस एठी तुमे देखो, ए जो जल प्रवाह को नै देखलो गंगा नदी को नेकी हमर किछि अछि कि काहे कि रहउनी? ब्रह्मपुत्र नदी को नहीं किछि अछि कि काहे कि रहउनी? काहे कि ना से माने होछन चिरस्रोता नदी जो माने आसुनी ग्लेशियर रु, किंतु उपद्वीपीय नदी जो माने रहले एमान को नेकरी हमर जल विवाद रहउची। कारण उपद्वीपीय नदी माने वर्ष सारा एमान पाखरे जल न थाए, चिरस्रोता नहते माने। तेणु करी एंकर जलटा बहुत इंपोर्टेंट प्रति राज्य पाइका। गंगार तो प्रति वर्ष जल रहिबो, प्रति टाइम रे अनवरत तुमे जल पाइबो, तेणु केबे प्रॉब्लम होएनी। तेणु उत्तर प्रदेश बिहार भितर तुमे केबे बाडे बाडे हवा देखिबोनी गंगा नदी जल व्यवहार को नेकी बा ब्रह्मपुत्र नदी व्यवहार देखिरी तुमे जल विवाद देख परिबो नै। हां ब्रह्मपुत्र नदी जल विवाद कहा कहा मध्य देखिबो भारत और चीन मध्य रे, कारण सेटा देश देश मध्य रहला, राज्य राज्य मध्य रे ठीक देखा जाउ, किंतु उपद्वीपीय नदी गुडा करे हमकु देखा जाउची। तो एठी किछि देखाइ जे प्रमुख जल विवाद थिबा हमर राज्य गुडी को जेमति कावेरी नदी को नेकरी कर्नाटक, केरल एवं तमिलनाडु मध्य अछि। पूरा दक्षिण रो तीनटा मेन मेन राज्य देख पाथबो। कृष्णा नदी को नेकरी महाराष्ट्र, कर्नाटक, आंध्र प्रदेश। तुंगभद्रा को नेकरी आंध्र प्रदेश, कर्नाटक। गोदावरी को नेकरी आंध्र प्रदेश, मध्य प्रदेश, महाराष्ट्र, ओडिशा। नर्मदा नेकरी गुजरात, राजस्थान, मध्य प्रदेश। तो एमती सब तुमे देख पाथबो जो नदी जो जो अंचल देकी जायछि सेगुडा देकी होछि। तो राबी बेया सतलेज नेकरी प्रॉब्लम कोन था कि एटा टिके अधिक एरिया कवर कर दछते, तो सब राज्य माने ताकर डैम बनेकरी प्रॉब्लम एटा देखा दउछि। ओके। किंतु एटी कोडी तम पाइला नै गंगा नदी के किबा ब्रह्मपुत्र नदी के नेकरी। ओके। पोलावरम
ଆମର ପୋଲାଭରମ ପ୍ରକଳ୍ପ ନେଇକି ସବୁବେଳେ ଆମେ ଗୋଟେ ଦେଖି ଆସୁଛୁ ନ୍ୟୁଜ। ଓଡିଶା ଆନ୍ଧ୍ରପ୍ରଦେଶ ଭିତରେ ଅଛି ମହାନଦୀ, ତ ଓଡିଶା ଛତିଶଗଡର ପୁରା ମାନେ ମୁଁ ଛୋଟବେଳୁ ଦେଖି ଆସୁଛି ମହାନଦୀ ଜଳ ବିବାଦ, ତ ଓଡିଶା ଆଉ ଛତିଶଗଡ ଭିତରେ ରହିଲା। ପେରିୟାର ନଦୀ କେରଳରେ ପ୍ରବାହିତ, ତ କେରଳ ଏବଂ ତାମିଲନାଡୁ ମଧ୍ୟରେ ପେରିୟାର ନଦୀ। ତାମିଲନାଡୁ ଆକ୍ଚୁଆଲି ପ୍ରୋବ୍ଲେମ ବହୁତ। ତାମିଲନାଡୁ ଗୋଟେ ଏମିତି ରାଜ୍ୟ ଭାଇ, ସେଠି ତ ଯୋଉ ଆମର ବର୍ଷା ହଉଛି, ଯୋଉ ମୌସୁମୀ ବର୍ଷା ହଉଛି, ତାର କିଛି ପ୍ରଭାବ ବେଶୀ ପଡୁନାହିଁ। ଯେତେବେଳେ ଆମର ମୌସୁମୀ ଟା ଫେରେ, ଯୋଉ ଉତ୍ତର ପୂର୍ବ ମୌସୁମୀ ବାୟୁ ଯେତେବେଳେ ଫେରିବ, ସେତିକି ବେଳେ ଯାଇକି ଅକ୍ଟୋବର ଡିସେମ୍ବର ବେଳେ ଯାଇକି ସେଠି ବର୍ଷା ହେବ। ନହେଲେ ଏବେ ଯୋଉ ମୌସୁମୀଟା ଯାଉଛି ସପୋଜ ଜୁଲାଇରୁ ସେପ୍ଟେମ୍ବର ଭିତରେ, ସେଇ ଟାଇମରେ ତାମିଲନାଡୁରେ ବେଶୀ ବର୍ଷା ହେବନି। ତେଣୁକରି ତାମିଲନାଡୁ ବହୁତ ଜଳାଭାବ ବାଲା ରାଜ୍ୟ। ତେଣୁ ସେ ତ ଭାଇ ସମସ୍ତଙ୍କ ସହିତ ଗଣ୍ଡଗୋଳ କରିବ। ମୋର ଭାଇ ମୋର ଏତେ ଲୋକ ଅଛନ୍ତି, ଏତେ ଫ୍ୟାକ୍ଟ୍ରିଜ ଅଛି, ତ ମତେ ଦରକାର ଅଧିକ ପରିମାଣରେ ପାଣି। ତ ଏଠି ଗୋଟେ କେସ୍ ଦେଇଛି, କୃଷ୍ଣା ଗୋଦାବରୀ ବିବାଦର ଏକ ଦୃଷ୍ଟାନ୍ତ ଦେଲା। କଣ ହେଲା ନା, ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା କୋଏନା ଠାରେ ନିର୍ମିତ ବହୁମୁଖୀ ଯୋଜନାରୁ ଅଧିକ ଜଳ ବିଦ୍ୟୁତ ପାଇଁ ଅନ୍ୟ ଦିଗକୁ ମୋଡିବା ନେଇକି କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ମଧ୍ୟରେ ଆପତ୍ତି ଉଠିଛି। ଏହା ଦ୍ୱାରା ନିମ୍ନ ସ୍ତରରେ ଜଳ ପ୍ରବାହ କମିବା ଦ୍ୱାରା ସେହି ଦୁଇ ରାଜ୍ୟର କୃଷି ଏବଂ ଶିଳ୍ପ କ୍ଷେତ୍ରରେ କୁପ୍ରଭାବ ପଡିବ ବୋଲି ଆଶଙ୍କା ରହିଛି। ମୁଁ ଯୋଉ କହୁଥିଲି ଲୋୟର ରିପୋରାଇନ୍ ଷ୍ଟେଟ୍, ମାନେ ସପୋଜ ଏଇଟା ଗୋଟେ ନଦୀଟେ ଯାଇଛି, ତ ନଦୀର ଉପର ମୁଣ୍ଡରେ ଧର ଗୋଟେ ରାଜ୍ୟଟେ ରହିଲା, ଆଉ ତଳ ମୁଣ୍ଡରେ ଗୋଟେ ରାଜ୍ୟଟେ ରହିଲା, ଠିକ ଅଛି। ତ ତଳ ମୁଣ୍ଡ ରାଜ୍ୟରେ ପାଣିଟା କେମିତି ବ୍ୟବହାର କରିବ? ଉପର ମୁଣ୍ଡରୁ ଛାଡିଲେ ଯାଇକି ତଳ ମୁଣ୍ଡକୁ ଆସିବ। ଆଚ୍ଛା, ମୁଁ ଗୋଟେ ଡ୍ୟାମ ଟି ଯଦି ବନେଇଦେଲି, ଏଇ ଜାଗାରେ ସପୋଜ ଗୋଟେ ଡ୍ୟାମ ଟେ ବନେଇଦେଲି, ମୋ ସୀମା ଭିତରେ ଏଇ ଡ୍ୟାମ ଟା ମୁଁ ବନେଇଦେଲି, ଯାହା ଫଳରେ ଉପର ମୁଣ୍ଡରେ ପାଣି ମୁଁ ଆରାମରେ ବ୍ୟବହାର କଲି, ମୁଁ ତଳକୁ ଛାଡିଲି ନାହିଁ। ଆଚ୍ଛା, ତଳ ରାଜ୍ୟ ଯୋଉମାନେ ରହିଲେ, ସେମାନେ ତ କୃଷି କରିବେ ନା, ଚାଷ କାର୍ଯ୍ୟ ତ କରିବେ, ଜଳ ବିଦ୍ୟୁତ ବି ସେମାନେ କରିବା ଉଚିତ। ତେଣୁକରି ତାଙ୍କ ପାଖକୁ ଯଦି ପାଣି ନ ପହଞ୍ଚିଲା, ତାହେଲେ କୃଷି କାର୍ଯ୍ୟ ହବ କେମିତି, ଜଳ ବିଦ୍ୟୁତ ଉତ୍ପାଦନ ହବ କେମିତି? ତେଣୁ ଏଇଟାକୁ ନେଇକି ବହୁତ ସମୟ ଆମର ଯୋଉ ଜଳ ବିବାଦ ଆମେ ଦେଖିପାରୁଛେ। ତ କୃଷ୍ଣ ଗୋଦାବରୀ ବିବାଦ ବି କିଛି ଏମିତି, ଠିକ ଅଛି। ତ ବର୍ତ୍ତମାନ ଗୋଟେ ଇମ୍ପୋର୍ଟାଣ୍ଟ ଆସିଲା ଫ୍ୟାକ୍ଟ, କଣ ନା ଜାତୀୟ ନଦୀ ସଂଯୋଗୀକରଣ। ଏଇଟା ଭାବିଥିଲେ ଆମର ଅଟଳ ବିହାରୀ ବାଜପେୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ, କି ଯେତେ ସବୁ ଚିରସ୍ରୋତା ନଦୀ ଅଛି ତାକୁ କନେକ୍ଟ କରିଦିଅ, ଯୋଉ ନଦୀରେ ପାଣି ଆମର ସବୁବେଳେ ରହୁନି, ଉପଦ୍ୱୀପୀୟ ନଦୀ ସହିତ କନେକ୍ଟ କର, ତାହେଲେ କଣ ହବ ନା ବର୍ଷା ଆମର ପାଣି ସବୁବେଳେ ଦେଖାଯିବ। ତେଣୁ ଏଠି ସେ ଲେଖା ହେଇଛି, ହିମାଳୟ ନଦୀ ଗୁଡିକ ଚିରସ୍ରୋତା ହୋଇଥିବା ବେଳେ ଦକ୍ଷିଣ ଭାରତର ନଦୀ ଗୁଡିକ କେବଳ ବର୍ଷା ଜଳ ପୃଷ୍ଠ ଅଟନ୍ତି। ଏହି ବନ୍ୟା ଏବଂ ମରୁଡି ସମସ୍ୟାର ସମାଧାନ ପାଇଁକା ସରକାର ନଦୀ ଉପତ୍ୟକା ସଂଯୋଗୀକରଣ ଯୋଜନା ପ୍ରସ୍ତୁତ କରୁଛନ୍ତି, ଯାହାକୁ ନ୍ୟାସନାଲ ୱାଟର ଗ୍ରିଡ୍ କୁହାଯାଏ। ସ୍ୟାଡ୍ ଥିଙ୍ଗ, ଏଇଟା ହେଇପାରୁନାହିଁ। କାହିଁକି ନା ୟା ପାଇଁକା ଆମକୁ ଜମିର ଆବଶ୍ୟକତା ପଡିବ, ବହୁତ ଇନଭେଷ୍ଟମେଣ୍ଟର ଆବଶ୍ୟକତା ପଡିବ। ଆଚ୍ଛା, ଏହା ଦ୍ୱାରା ଉପକାର କଣ ହବ ଦେଖ, ତମେ ଦେଖିପାରୁଥିବ ଉତ୍ତର ଭାରତରେ ପ୍ରାୟ ଟାଇମ ବନ୍ୟା ହଉଛି, ହିମାଚଳ ପ୍ରଦେଶ ବନ୍ୟା ହଉଛି, ଉତ୍ତରାଖଣ୍ଡ ବନ୍ୟା ହଉଛି, ଉତ୍ତରପ୍ରଦେଶରେ ବି ବନ୍ୟା ହଉଛି, କିନ୍ତୁ ଦକ୍ଷିଣ ଭାରତରେ ଶୁଖିଲା ରହୁଛି, ମରୁଡି ରହୁଛି। ତେଣୁକରି ଆମେ କଣ କରିବା ନା, ଉତ୍ତରରୁ ଦକ୍ଷିଣକୁ କନେକ୍ଟ କରିଦବା ନଦୀ ଗୁଡାକୁ, ବାସ୍ ପାଣି ସବୁତକ କନେକ୍ଟେଡ ରହିଲେ, ବନ୍ୟା ପାଣିଟା ପଳେଇଲା ଆମ ପାଖକୁ, ମରୁଡି ଆମର ଆଉ ପଡିବ ନାହିଁ ଦକ୍ଷିଣ ଭାରତରେ। ଯେମିତି ମହାନଦୀରେ ଆମର ପାଣି ରହୁନି ଏଇ ଟାଇମରେ, ତ ଯଦି ଗଙ୍ଗାରୁ ପାଣି ଆସିକି ମହାନଦୀରେ ମିଶିଗଲା, ତାହେଲେ କେତେ ସୁବିଧା ହବ। ସେଥିପାଇଁକା ରାଜ୍ୟ ଭିତରେ ବହୁତ ଆଇନ ପ୍ରଣୟନ କରିବାକୁ ପଡିବ, ତାଙ୍କ ଭିତରେ ଜାଗା ଯୋଉ ଜମି ବିବାଦ ରହିବ ତାକୁ ନେଇକି ସଲ୍ଭ କରିବାକୁ ପଡିବ, ବହୁତ ଗୁଡେ କମ୍ପ୍ଲେକ୍ସ ଥିଙ୍ଗ, ତ ହେଇପାରୁନାହିଁ। ସେଥିପାଇଁକା ଏଇଠି କେତେ ଗୁଡେ ଗ୍ରିଡ୍ ଦେଖିପାରୁଥିବ କରାଯାଇଛି, ମାନେ ପ୍ଲାନିଂ ଯାହା ରହିଛି, କି ଏଇଠୁ ଆମର ଯୋଉ ଗଙ୍ଗା ନଦୀଟା ବହିଛି, ଯୋଉଟା ଆମେ ହୁଗୁଳି ନଦୀ କହୁଛେ ପଶ୍ଚିମବଙ୍ଗରେ, ତ ତା ସହିତ କନେକ୍ଟ କରାଯାଇଛି କଣ, ଯୋଉଟା ଦାମୋଦର ନଦୀ ରହିଛି ତା ସହିତ ସୁବର୍ଣ୍ଣରେଖା କନେକ୍ଟ କରାଗଲା। ସୁବର୍ଣ୍ଣରେଖା ଆମର ମହାନଦୀ ସହିତ କନେକ୍ଟ ହେଲା, ମହାନଦୀରୁ କନେକ୍ଟ ହେଲା କାହା ସହିତ, ଗୋଦାବରୀ ସହିତ, ଗୋଦାବରୀରୁ କନେକ୍ଟ ହେଲା କାହା ସହିତ, କୃଷ୍ଣା ସହିତ। ତ ଏମିତି କନେକ୍ଟ କରିକି ପ୍ରୋଜେକ୍ଟ ପ୍ଲାନ୍ କରାଯାଇଛି, କାମ ହଉନି। ତ ପ୍ରମୁଖ ଲିଙ୍କ କେନାଲ ଗୁଡିକ କଣ କଣ କରାଯାଇଛି ନା, ଗଙ୍ଗା କାବେରୀ ଲିଙ୍କ କେନାଲ, ବ୍ରହ୍ମପୁତ୍ର ଗଙ୍ଗା, ନର୍ମଦା ଲିଙ୍କ କେନାଲ, ଚମ୍ବଲ ଲିଙ୍କ କେନାଲ, ପଶ୍ଚିମଘାଟ ପର୍ବତ ନଦୀ ଏବଂ ପୂର୍ବ ଉପକୂଳ ଲିଙ୍କ କେନାଲ। ତ ଏଗୁଡାକ ଆମର ପ୍ଲାନ୍ କରାଯାଇଛି, ହଉନି, ମେ ବି ଫ୍ୟୁଚରରେ ହେଇପାରେ। ତ ତାପରେ ଆମେ ଜାଣିଲେ ବୃଷ୍ଟି ଜଳ ଅମଳ, ଜଳାଭାବ ଯୋଉଠି ଦେଖାଯାଏ ନା, ସେଠି ବୃଷ୍ଟି ଜଳ ଅମଳ ସମସ୍ତଙ୍କୁ ମ୍ୟାଣ୍ଡେଟୋରିଲି କୁହାଯାଏ କି କର। ତ ବହୁମୁଖୀ ନଦୀ ଯୋଜନା ଗୁଡିକ ଅନେକ ଅସୁବିଧା ଏବଂ ଏହା ପ୍ରତି ଜନ ଅସନ୍ତୁଷ୍ଟ ବଢିବା ଯୋଗୁଁ ସାମାଜିକ, ଅର୍ଥନୈତିକ ଏବଂ ପାରିବେଶିକ ଦୃଷ୍ଟିକୋଣରୁ ବୃଷ୍ଟି ଜଳ ଅମଲଟା ଏକ ସୁନ୍ଦର ବିକଳ୍ପ ଭାବରେ ଉଭା ହେଇଛି। ମାନେ କଣ, ଭାରତରେ ତ ବର୍ଷା ହଉଛି, ଯୋଉ ଜାଗାରେ ବର୍ଷା ଅଧିକ ପରିମାଣରେ ହଉଛି, ସେ ଜାଗାରେ ବୃଷ୍ଟି ଜଳଟାକୁ ଆମେ ସଂରକ୍ଷଣ କରିବା। ଯେମିତି ଦେଖ, ପାହାଡିଆ ଏବଂ ପାର୍ବତ୍ୟାଞ୍ଚଳ, ଯୋଉଟା ପଶ୍ଚିମ ହିମାଳୟ କହିପାରିବ, ଏଠାରେ ଚାଷ କାର୍ଯ୍ୟରେ ଜଳସେଚନ ପାଇଁକା ନଦୀ ବା ଝରଣାର ଜଳର ଗତି ପରିବର୍ତ୍ତନ କରି ଗୁଲ କିମ୍ବା କୁଲ ଭଳି ପାଣି ମାହାରା ଖୋଳା ଯାଉଥିଲା। ଯେମିତି ଆମେ ଗଡିଆ କହୁଛେ, ସେମିତି କିଛି ତାଙ୍କର ରହୁଥିବ ପାଣି ମାହାରା। ଶୁଷ୍କ ଏବଂ ଅର୍ଦ୍ଧଶୁଷ୍କ ଅଞ୍ଚଳରେ
ଆମର ବିଭିନ୍ନ ସଂରଚନା ପ୍ରସ୍ତୁତ କରାଯାଉଛି, ଯେମିତି ଜୈସାଲମେର ଠାରେ ଖାଡିନ୍, ରାଜସ୍ଥାନ ଅନ୍ୟାନ୍ୟ ସ୍ଥାନରେ ଜୁହାଦ, ଏଇଭଳିଆ ବ୍ୟବସ୍ଥା ଆମର ସବୁ ରହିଛି। ତ ଗୋଟେ ଇମ୍ପୋର୍ଟାଣ୍ଟ ଆମର ଆସେ ଛାତ ଉପର ବୃଷ୍ଟି ଜଳ ଅମଳ। ତ ଛାତ ଉପର ବୃଷ୍ଟି ଜଳ ଅମଳରେ କଣ ହଉଛି ନା, ରାଜସ୍ଥାନର ଶୁଷ୍କ ଏବଂ ଅର୍ଦ୍ଧଶୁଷ୍କ ଅଞ୍ଚଳରେ ବିଶେଷ କରି ବିକାନିର, ଫାଲୋଡି ଓ ବାରମାର ଜିଲ୍ଲାରେ ପାନୀୟ ଜଳ ଗଚ୍ଛିତ ରଖିବା ପାଇଁ ପ୍ରତ୍ୟେକ ଘରେ ଭୂଗର୍ଭ ଜଳାଶୟ ବା ଗାତ ଥାଏ, ଯାହାକୁ ସ୍ଥାନୀୟ ଭାଷାରେ ଟନକା କୁହାଯାଏ। ଛାତ ଉପରୁ, ଆଚ୍ଛା ପିକ୍ଚରଟା ମୁଁ ରଖିଥିଲି ବୋଧେ, ରହିଥା, ଏମିତି ଦେଖ। ସୋ ଛାତ ଉପରେ ବର୍ଷା ପାଣି ପଡିଲା, ବର୍ଷା ପାଣି ଯେତେବେଳେ ପଡିଲା ତମର ସେଇ ପାଣିଟାକୁ, ଯାହାର ଛାତଟା ଏମିତି ପ୍ଲେନ୍ ବାଲା ହେଇଥିବ, ତ ପାଣି ତକ ତ ଡାଇରେକ୍ଟଲି ଆରାମରେ ଷ୍ଟୋର ହେଇକି ଗୋଟେ ପର୍ଟିକୁଲାର ପାଇପ୍ ଟେ ରଖିଦେଲ, ସେଇ ପାଇପ୍ ମାଧ୍ୟମରେ ତମେ ପାଣିଟା ତଳକୁ ଛାଡି ପାରିବ। ତେଣୁ ସେଇ ପାଣିଟା ତଳକୁ ଛାଡିବ ଗୋଟେ ଫିଲ୍ଟ୍ରେସନ ୟୁନିଟକୁ, ତା ଭିତରେ ପାଣିଟା ଫିଲ୍ଟର ହେଇକିରି ତାପରେ ଧୀରେ ଧୀରେ ମାଟି ତଳକୁ ଯାଇପାରିବ। ଯୋଉଟା ଗ୍ରାଉଣ୍ଡ ୱାଟର ମାନେ ମାଟି ତଳକୁ ଯାଇପାରିବ ସେଇଟା ଗୋଟେ ହେଇପାରିବ, ନହେଲେ ଷ୍ଟୋର କରି ତୁମେ ରଖିପାରିବ। ଏଇଠି ଦେଖ ଟନକା ଯୋଉ ଏଇଠି ଷ୍ଟୋର କରି ରଖାଉଛି, ଏଇଟା ହେଲା ଗୋଟେ ଟନକାର ଏକ୍ସାମ୍ପଲ। ତ ୟା ଭିତରେ ପାଣିଟା ଷ୍ଟୋର ହେଇକି ରହୁଛି। ତ କଣ ହେଲା ଏଠି, ଟନକାର ଆକାର ହଉଛି ପାଖାପାଖି 6.1 ମିଟର ଗଭୀର, 4.25 ମିଟର ଦୈର୍ଘ୍ୟ ଏବଂ 2.4 ମିଟର ପ୍ରସ୍ଥ ବିଶିଷ୍ଟ ହେଇଥାଏ। ଟନକା ଗୁଡିକ ଘରର ସବୁଠାରୁ ବଡ କୋଠରୀ ଭିତରେ କିମ୍ବା ଅଗଣାରେ ତିଆରି କରାଯାଏ। ଏହା ଏକ ପାଇପ୍ ଦ୍ୱାରା ଘରର ଗଡାଣିଆ ଛାତ ସହିତ ସଂଯୋଗ ହୋଇଥାଏ। ଛାତରେ ବର୍ଷୁଥିବା ପାଣି ପାଇପ୍ ଦେଇକି ଭୂତଳ ଟନକାରେ ଜମା ହୁଏ ଏବଂ ସେଇ ପାଣିକୁ ପରବର୍ତ୍ତୀ ସମୟରେ ବ୍ୟବହାର କରାଯାଇପାରେ। ପଲାର ପାନି ମାନେ କଣ ନା, ପ୍ରଥମ ଅସରା ବର୍ଷା ଯୋଉ ରହିଲା ସେ ଜଳକୁ ସଂଗ୍ରହ କରାଯାଏ ନାହିଁ, କାରଣ ଏହା ଛାତ ଏବଂ ପାଇପକୁ ସଫା କରିଥାଏ। ତେଣୁ ସେଇଟାକୁ ସଂଗ୍ରହ କରାଯିବ ନାହିଁ, ସେଟାକୁ ଛାଡି ଦିଆଯିବ। ପରବର୍ତ୍ତୀ ବୃଷ୍ଟି ଜଳକୁ ସଂଗ୍ରହ କରାଯାଏ। ଏହି ସଂଗୃହୀତ ବୃଷ୍ଟି ଜଳକୁ ସ୍ଥାନୀୟ ଅଞ୍ଚଳରେ ପଲାର ପାନି କୁହାଯାଏ, ଯାହାକୁ ପ୍ରାକୃତିକ ଜଳର ସବୁଠାରୁ ଶୁଦ୍ଧ ରୂପ ମାନାଯାଏ। ଏବଂ ଗ୍ରୀଷ୍ମ ଋତୁରେ ଯେତେବେଳେ ଅନ୍ୟ ଉତ୍ସ ଶୁଖିଯାଏ, ଏହି ପାନୀୟ ଜଳର ବ୍ୟବହାର ହୁଏ। ଏହା ଏକ ନିର୍ଭରଯୋଗ୍ୟ ଉତ୍ସ ସାଜେ। ଆଉ ଟନକା ଯଦି ଯୋଉ ଘରକୁ ଲାଗିକି ରହିଥିବ, ସେ ଘରଟା ଆମର ଥଣ୍ଡା ରହିବ ସବୁବେଳେ, ଆଉ ଆରାମ ମିଳିବ ସେଠି ଖରାଦିନେ। ତ ବର୍ତ୍ତମାନର ସ୍ଥିତି, ଆଜିକାଲି ରାଜସ୍ଥାନ ଯୋଉ ଇନ୍ଦିରା ଗାନ୍ଧୀ କେନାଲ ଯାଇଛି, ତା ଦ୍ୱାରା ବର୍ଷ ସାରା ପ୍ରଚୁର ଜଳ ମିଳୁଥିବାରୁ ଏହି ଛାତ ଉପର ଜଳ ଅମଳ ବ୍ୟବସ୍ଥା କମିବାରେ ଲାଗିଛି। କିନ୍ତୁ କେତେକ ପରିବାର ନଳ ପାଣିର ସ୍ୱାଦ ଭଲ ନ ଲାଗିବା ଯୋଗୁଁ ଏବେ ମଧ୍ୟ ଟନକା ବ୍ୟବହାର ଆଦରିଛନ୍ତି। ତାମିଲନାଡୁରେ ନା ପୁରା ଷ୍ଟ୍ରିକ୍ଟ ଆଇନ ଅଛି କି ସବୁ ଘରେ ତମେ ଛାତ ଉପରେ ବୃଷ୍ଟି ଜଳ ଅମଳ ବ୍ୟବସ୍ଥା ରଖିବାକୁ ବାଧ୍ୟ, କାହିଁକିନା ସେଠି ଜଳଭାବ ବହୁତ ଦେଖାଯାଏ। ଗେଣ୍ଡାଥୁର ଗ୍ରାମ ଗୋଟେ ଏକ୍ସାମ୍ପଲ ତମ ବହିରେ ଦେଇଛି, ଯୋଉଠି ପାଖାପାଖି 200 ପରିବାର ନିଜ ଛାତ ଉପରେ ବୃଷ୍ଟି ଜଳ ଅମଳ ବ୍ୟବସ୍ଥା ଆପଣେଇଛନ୍ତି। ଶିଲଂ ସହ ମେଘାଳୟକୁ ତୁମେ ଯିବ, ସେଠି ଚେରାପୁଞ୍ଜି, ମାଇସୋର ନାମ ତୁମେ ଜାଣିଛ, ମାଇସୋର ନାମରେ ସବୁଠୁ ଅଧିକ ବୃଷ୍ଟିପାତ ହୁଏ। ତ ସେଠାରେ ମଧ୍ୟ 55 କିଲୋମିଟର ଦୂରରେ ଥିବା ରାଜଧାନୀ ଶିଲଂରେ ଉତ୍କଟ ଜଳଭାବ ଦେଖାଯାଏ। ସେଥିପାଇଁ ଶିଲଂର ପ୍ରାୟ ସବୁ ଘରର ଛାତ ଉପରେ ଜଳ ଅମଳ ବ୍ୟବସ୍ଥା ଏକ ସାର୍ବଜନୀନ ବ୍ୟବସ୍ଥା ପାଲଟିଛି। ଗୋଟିଏ ପରିବାରର ସମୁଦାୟ ଜଳ ଆବଶ୍ୟକତାର ପ୍ରାୟ 15% ରୁ 25% ଭାଗ ଏହି ଛାତ ଉପର ଜଳ ଅମଳରୁ ହିଁ ମିଳିଥାଏ। ଆଉ ଆମର ଜାଣିଛେ ଟ୍ରାଡିସନାଲି ବାଉଁଶ ନଳା ଦ୍ୱାରା ମଧ୍ୟ ବୁନ୍ଦା ଜଳସେଚନ ବ୍ୟବସ୍ଥା ହେଇଛି, ଯେମିତି ମେଘାଳୟ ରାଜ୍ୟରେ ପାହାଡ଼ରୁ ଯୋଉ ଝରଣା ଥାଏ ସେଗୁଡିକ ମାଧ୍ୟାକର୍ଷଣ ଶକ୍ତି ସାହାଯ୍ୟରେ ବାଉଁଶ ନଳା ଦ୍ୱାରା ନିମ୍ନସ୍ଥ ଚାଷ ଜମି ଗଣା ହେଲା। ଏମିତି ଧର ଉପର ଜାଗାରେ ଅଛି ଝରଣାଟେ, ଝରଣାରୁ କନେକ୍ଟ କରାହେଲା ବାଉଁଶ ନଳୀ ଏବଂ ସେ ପାଣିଟା ତଳକୁ ଆସିଲା ଏବଂ ଏଇ ପାଣିଟାକୁ ସାରା ଆମର ଚାଷ ଜମିରେ ଦିଆଗଲା ବୁନ୍ଦା ଜଳସେଚନ ବ୍ୟବସ୍ଥାରେ। ବାଉଁଶ ନଳା ଗୁଡିକ ଏଇଠି ଗୋଟେ ଷ୍ଟ୍ରକ୍ଚର ଦେଖିପାରୁଥିବ, ବିଭିନ୍ନ ଜାଗାରେ ଯୋଡି ଜଳସ୍ରୋତର ଗତି ଏବଂ ଦିଗ ନିୟନ୍ତ୍ରଣ କରାଯାଏ। ଯଦି ଏହି ପାଇପ୍ ଗୁଡିକୁ ରାସ୍ତା ପାର କରିବାକୁ ହୁଏ, ତେବେ ତାକୁ ରାସ୍ତାର ବହୁ ଉଚ୍ଚରେ ବାନ୍ଧି ଦିଆଯାଏ। ଏମିତି କିଛି ଦେଖାଯାଏ। ପ୍ରାୟ 20 ରୁ 20 ଲିଟର ପାଣି ବାଉଁଶ ନଳାରେ ପ୍ରବେଶ କରି 100 ମିଟର ଦୂର ଗତି କରିବା ପରେ ଶେଷରେ ଗଛ ମୂଳରେ ପ୍ରତି ମିନିଟରେ 20 ରୁ 80 ବୁନ୍ଦା ହିସାବରେ ଛୋଟ ଛୋଟ ବୁନ୍ଦା ଆକାରରେ ପଡୁଥାଏ। ତ ଏଇଟା ଆମେ ଜାଣିଲେ ବାଉଁଶ ଦ୍ୱାରା ବୁନ୍ଦା ଜଳସେଚନ ବ୍ୟବସ୍ଥା। କିଛି ଡିଫିକଲ୍ଟ ନାହିଁ, ଏଇଟା ତୁମେ ନିଜେ ବି ଲେଖିପାରିବ। ତ ଭାରତରେ ଭୂଗର୍ଭ ଜଳ ସମ୍ବଳ ବିଷୟରେ ଦେଲା। ଭାରତରେ ସର୍ବାଧିକ ପରିମାଣର ଭୂଗର୍ଭ ଜଳ ଗଚ୍ଛିତ ହୋଇ ରହିଛି, କିନ୍ତୁ ଏହାର ବିତରଣ ସବୁ ସ୍ଥାନରେ ସମାନ ନୁହେଁ। କାହିଁକି ନା ଭୂ ସଂରଚନା, ଭୂମିରୂପ, ଭୂମି ଢାଲୁ, ବୃଷ୍ଟିପାତର ପରିମାଣ, ଜଳ ପ୍ରବାହ, ମୃତ୍ତିକାର ପ୍ରକାର, ଶିଳାସଜ୍ଜାର ପ୍ରକାର ଏବଂ ସେହି ସ୍ଥାନର ହାଇଡ୍ରୋଲୋଜିକାଲ କଣ୍ଡିସନ ବା ଜଳତାତ୍ତ୍ୱିକ ଅବସ୍ଥା ଉପରେ ନିର୍ଭର କରୁଛି। ଯେମିତି ଧର ଗୋଟେ ପାହାଡିଆ ଅଞ୍ଚଳ ହେଇଥିବ, ସେଠି ପାଣି ଏତେ ମିଳିପାରିବ ନାହିଁ, ଅସୁବିଧା ହବ। ଭୂମି ଢାଲୁ ଅଧିକ ଥିବ, ବା ମାଟି ଯୋଉଟା ଥିବ ବାଲିଆ ମାଟି ଥିବ, ତ ପାଣି ସହଜେ ତଳକୁ ଖସି ଯାଉଥିବ।
ଦୋରସା ମାଟି ଦେଖ ତ ସେଇ ଅନୁସାରେ ତୁମର ଷ୍ଟ୍ରକ୍ଚର ନେଇକି ଶିଳା ସଜ୍ଜାର ପ୍ରକାର କେମିତି ଅଛି ଏଗୁଡାକୁ ନେଇକିରି ଆମର ପାଣି ମିଳିବ ନ ମିଳିବ ଏସବୁ ଭୂତଳ ଜଳ ଦେଖାଯାଏ। ତ ଭୂତଳ ଜଳର ପରିମାଣ ଅନୁସାରେ ଭାରତକୁ 8ଟା ଅଞ୍ଚଳରେ ବିଭକ୍ତ କରାଯାଏ। ଅଧିକ ଭୂତଳ ଜଳ ଅଞ୍ଚଳ ଯୋଉଟା ରହୁଛି ଉତ୍ତର ଭାରତର ଗଙ୍ଗା ବ୍ରହ୍ମପୁତ୍ର ଅଞ୍ଚଳ, ହିମାଳୟ ଅଞ୍ଚଳ, ନର୍ମଦା ଓ ତାପ୍ତିର ଗ୍ରସ୍ତ ଉପତ୍ୟକା ଅଞ୍ଚଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ଗୁଜରାଟ ଏବଂ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ। କିନ୍ତୁ ତାମିଲନାଡୁରେ ଏବେ ଦେଖାଗଲାଣି ପିଲାମାନେ ଜଳାଭାବ ବହୁତ ପରିମାଣରେ ଦେଖାଯାଉଛି ତାମିଲନାଡୁରେ। ସୀମିତ ଭୂତଳ ଜଳ ଅଞ୍ଚଳ ହେଉଛନ୍ତି କଠିନ ଶିଳାଯୁକ୍ତ ଦକ୍ଷିଣ ଭାରତର ଅଧିକାଂଶ ଅଞ୍ଚଳ, ଯେମିତି କେନ୍ଦ୍ର ତଥା ଦକ୍ଷିଣ ପଶ୍ଚିମ ଓଡ଼ିଶା, ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ ଏବଂ ଝାଡ଼ଖଣ୍ଡ। ତ ବର୍ତ୍ତମାନ ସମୟରେ ସରକାର ଜଳ ସମ୍ବଳ ସୁରକ୍ଷା ପାଇଁକା ନୂତନ ମିଶନ ସବୁ ଆଣିଛନ୍ତି କଣ ନା ଗୋଟେ ହେଲା ଜଳ ଜୀବନ ମିଶନ, ଘରେ ଘରେ ଟ୍ୟାପରେ ପାଣି ପହଞ୍ଚିବ। ଅମୃତ ସରୋବର ଯୋଜନା ଯୋଉ ସବୁ ଅଛି ଆମର ଜଳାଶୟ ଗୁଡ଼ିକ ଅଛି ସେଗୁଡ଼ିକର ପୁନରୁଦ୍ଧାର କରିବା ପାଇଁକା ଅମୃତ ସରୋବର ଯୋଜନା ଆମର ଆସିଛି। ସରକାର ଇନଭେଷ୍ଟମେଣ୍ଟ କରିବେ, ଜଳାଶୟ ଗୁଡ଼ିକର ପୁନରୁଦ୍ଧାର କରାଯିବ। ବର୍ଷା ଦିନେ ସେଠି ପାଣି ଜମି ରହିଲେ ପୋଖରୀ ଆକାରରେ ଆମର ପାଣି ରହିବ ଏବଂ ଭୂଗର୍ଭ ଜଳ ସଂରକ୍ଷିତ ହେବା ସହିତ ଲୋକମାନଙ୍କୁ ମଧ୍ୟ ପାଣିର ଅଭାବଟା ଜଣାପଡ଼ିବ ନାହିଁ। ତ ଏଇ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ଏବଂ ଏତିକି ଥିଲା ଏଇ ଚାପ୍ଟର। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ, ତୁମମାନଙ୍କୁ ବୁଝା ପଡ଼ିଥିବ। ଯଦି କିଛି ଡାଉଟ୍ ରହିଲା କମେଣ୍ଟ କରି ଜଣାନ୍ତୁ। ଭିଡ଼ିଓଟି ଯଦି ଭଲ ଲାଗିଲା ଦେନ୍ ଲାଇକ୍ କର, ସେୟାର କର, ସବସ୍କ୍ରାଇବ୍ କର ଆଉ କମେଣ୍ଟ କର ନିହାତି ଭାବରେ। ଏତିକିରେ ଆମେ ରଖୁଛୁ। ୟାର ନୋଟ୍ ଯଦି ଦରକାର ଦେନ୍ ଟେଲିଗ୍ରାମ ଗ୍ରୁପ ଜଏନ୍ କରିପାରିବ, ସେଠି ଆମକୁ ମାଗିପାରିବ, ନହେଲେ ୱେବସାଇଟ୍ରେ ମିଳିଯିବ। ଯଦି ୱେବସାଇଟ୍ରେ ଆଭେଲେବଲ୍ ନଥିବ, ମୁଁ ପକେଇ ନଥିବି, ଆଇ ଏମ୍ ଲେଜି ପର୍ସନ୍, ସୋ ଟେଲିଗ୍ରାମରେ ମୋତେ ମାଗିଦେବ, ଆଇ ୱିଲ୍ ଗିଭ୍ ଇଟ୍। ଓକେ, ସୋ ରଖୁଛି। ଧନ୍ୟବାଦ। ଜୟ ହିନ୍ଦ, ଜୟ ଭାରତ।